أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ବିଗତ ଖୁତବାରେ ବଦର ଯୁଦ୍ଧର ପ୍ରାସଙ୍ଗିକତାରେ ନବୀ ଶ୍ରେଷ୍ଠ ହଜରତ ମହମ୍ମଦ ମୁସ୍ତାଫା ସല്ലଲ୍ଲାହୁ ଆଲାଇହି ወସଲ୍ଲମଙ୍କ ସଂକ୍ରାନ୍ତୀୟ କିଛି ଘଟଣା ଚର୍ଚ୍ଚା କରିଥିଲି। ଆଜି ମଧ୍ୟ ସେହି ପରିପ୍ରେକ୍ଷୀରେ କେତେକ ଘଟଣାବଳୀ ଉପସ୍ଥାପନ କରିବି, ଯାହାକି ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି ଏବଂ ଏସବୁ ଜାଣିବା ମଧ୍ୟ ଜରୁରୀ ଅଟେ। ଯେପରିକି ପୂର୍ବ ଖୁତବାରେ ଆଲୋଚନା ହୋଇସାରିଛି ଯେ ହଜରତ ମହମ୍ମଦ ମୁସ୍ତାଫା ସല്ലଲ୍ଲାହୁ ଆଲାଇହି वसल्लम 3 ଦିନ ପର୍ଯ୍ୟନ୍ତ ବଦର ରଣକ୍ଷେତ୍ରରେ ଅବସ୍ଥାନ କରିଥିଲେ ଏବଂ ତୃତୀୟ ଦିନ ଆପଣ ସല്ലଲ୍ଲାହୁ ଆଲାଇହି वसल्लम ସେଠାରୁ ପ୍ରସ୍ଥାନ କରିବାର ଆଦେଶ ଦେଇଥିଲେ ସାହାବାମାନଙ୍କୁ। ହଜରତ ମହମ୍ମଦ ମୁସ୍ତାଫା ସല്ലଲ୍ଲାହୁ ଆଲାଇହି वसल्लम ବଦର ରଣଭୂମିରୁ ହିଁ ହଜରତ ଅବଦୁଲ୍ଲା ବିନ୍ ରୱାହ ରଜିୟଲ୍ଲାହୁ ତାଆଲା ଓ ହଜରତ ଜୈଦ ବିନ୍ ହାରିସ୍ ରଜିୟଲ୍ଲାହୁ ତାଆଲାଙ୍କୁ ବଦର ବିଜୟର ସୁସମାଚାର ପ୍ରଦାନ କରି ମଦିନା ଅଭିମୁଖେ ପ୍ରେରଣ କରିଦେଇଥିଲେ। ତତ୍ପଶ୍ଚାତ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ମଦିନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ବିଜିତ ଦଳ ସାଥିରେ କୁରେଶର 70 ଜଣ କଏଦୀ ସାମିଲ ଥିଲେ। ଇତିହାସ ପୃଷ୍ଠାରୁ ଜଣାଯାଉଛି ଯେ ସେମାନଙ୍କ ମଧ୍ୟରୁ 2 ଜଣ କଏଦୀ ନଜର ବିନ୍ ହାରିସ୍ ଓ ଉକବା ବିନ୍ ଅବି ମୁଏତ ଯୁଦ୍ଧ ଅପରାଧ ଅନ୍ତର୍ଗତ ରାସ୍ତାରେ ହିଁ ହତ୍ୟା କରିଦିଆଯାଇଥିଲେ। କିନ୍ତୁ ଏହି ଘଟଣାକୁ ମଧ୍ୟ ସମସ୍ତ ଇତିହାସବିତ୍ ସ୍ୱୀକାର କରନ୍ତି ନାହିଁ, ଅର୍ଥାତ୍ ସଭିଏଁ ଏଥିରେ ଏକମତ ନୁହନ୍ତି। ଅଲ୍ଲାମା ଇବ୍ନେ ଇସ୍ହାକ କୁହନ୍ତି, ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ସଫରା ଅଞ୍ଚଳରେ ପହଞ୍ଚିଲେ ସେତେବେଳେ ନଜର ବିନ୍ ହାରିସ୍କୁ ହଜରତ ଅଲି ରଜିୟଲ୍ଲାହୁ ତାଆଲା ହତ୍ୟା କରିଦେଇଥିଲେ। ହଲବିୟାର ଜୀବନୀ ପୃଷ୍ଠାରେ ଉଲ୍ଲେଖ ରହିଛି ଯେ ନଜରର ଅବସ୍ଥା ଏପରି ଥିଲା ଯେ ସେ ନିଜ ସାଥୀକୁ କହିଲା, ଅଲ୍ଲାହଙ୍କ ରାଣ ମହମ୍ମଦ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି, କାରଣ ସେ ମୋତେ ଏଭଳି ଦୃଷ୍ଟିରେ ଚାହିଁଲେ ଯେପରି ମୋତେ ମନେ ହେଲା ଯେ ସେ ମୋତେ ମାରିବାକୁ ଚାହୁଁଛନ୍ତି। ତାଙ୍କ ସାଥୀ ଜଣକ ନଜରକୁ କହିଲା, ଅଲ୍ଲାହଙ୍କ ରାଣ, ଏହା କେବଳ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ପ୍ରତିଷ୍ଠା ଓ ଭବ୍ୟତା ଯୋଗୁଁ ତୁମକୁ ମନେ ହୋଇଛି ବା ତୁମେ ଭୟଭୀତ ହୋଇ ଏଭଳି ଚିନ୍ତା ମନରେ ପୋଷଣ କରି ନେଇଛ। ହଜରତ ମହମ୍ମଦ ମୁସ୍ତାଫା ସല്ലଲ୍ଲାହୁ ଆଲାଇହି वसल्लमଙ୍କର ଯେଉଁ ପ୍ରଭାବ ତୁମ ଉପରେ ପଡ଼ିଲା, ଯାହାଫଳରେ ତୁମକୁ ଏଭଳି ପ୍ରତୀତ ହୋଇଛି ଯେ ସେ ତୁମକୁ ହତ୍ୟା କରିବାକୁ ଚାହୁଁଛନ୍ତି, କିନ୍ତୁ ବାସ୍ତବ ପକ୍ଷେ ଏପରି ନୁହେଁ। ଏଥିରେ ନଜର ମୁସେବଙ୍କୁ କହିଲେ, ହେ ମୁସେବ, ତୁମେ ସମ୍ପର୍କ ଦୃଷ୍ଟିରୁ ମୋର ଅତି ନିକଟତର
ସୁତରାଂ ତୁମେ ନିଜ ସାଥୀ ସହିତ କଥାଭାଷା ହୁଅ, ମୋର ସୁପାରିଶ କର ଯେ ସେ ମୋତେ କଏଦୀ ଅବସ୍ଥାରେ ହିଁ ରଖନ୍ତୁ, ମୋତେ ହତ୍ୟା କରନ୍ତୁ ନାହିଁ। ତୁମେ ତ ପୂର୍ବରୁ ଅଲ୍ଲାହଙ୍କ ପୁସ୍ତକ ମାଧ୍ୟମରେ ମୋତେ ଅମକ ଅମକ କଥା କହୁଥିଲ ଏବଂ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ସମ୍ପର୍କରେ କହୁଥିଲ। ଯଦି ଏସବୁ କଥା ପୁରାତନ କଥା, ଆଉ ଯଦି ସେମାନେ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି, ତେବେ ସେ ମୋତେ ଏହି ଅପରାଧରେ ଏହି ଦଣ୍ଡ ଦେବାକୁ ଚାହୁଁଛନ୍ତି। ଆଉ ଗୋଟିଏ ବର୍ଣ୍ଣନା ଅନୁଯାୟୀ ନଜର ବିନ୍ ହାରିସଙ୍କର ଭଉଣୀ କତିଲା ବିନ୍ ହାରିସ ନିଜ ଭାଇର ମୃତ୍ୟୁ ପ୍ରସଙ୍ଗରେ କିଛି କବିତା ଉଲ୍ଲେଖ କରିଥିଲେ। କେତେକଙ୍କ କହିବା ଅନୁଯାୟୀ ସେ ତାଙ୍କ ଭଉଣୀ ନଥିଲେ, ବରଂ ତାଙ୍କ କନ୍ୟା ଥିଲେ, ଯେ କି ପରବର୍ତ୍ତୀ ସମୟରେ ଇସଲାମ ଧର୍ମ ଗ୍ରହଣ କରି ନେଇଥିଲେ। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମକୁ ତାଙ୍କ ଭଉଣୀଙ୍କର ଉକ୍ତ କବିତା ଶୁଣିବାକୁ ମିଳିଲା ବା ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ସେଥି ସମ୍ପର୍କରେ ଅବଗତ ହେଲେ, ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ବହୁତ ରୋଦନ କଲେ ଏବଂ କହିଲେ, ଯଦି ଏହି କବିତା ନଜରର ହତ୍ୟା ପୂର୍ବରୁ ମୋ ନିକଟରେ ପହଞ୍ଚିଥାନ୍ତା, ତେବେ ମୁଁ ତାହାକୁ ନିଶ୍ଚିତ ରୂପେ କ୍ଷମା କରିଦେଇଥାନ୍ତି। ଆଉ କେତେକ ଜୀବନୀ ଲେଖାଳି ଏହି ଘଟଣାର ଖଣ୍ଡନ କରିଛନ୍ତି, କିନ୍ତୁ ଆଲ୍ଲାହ ତାଆଲା ଭଲ ଭାବରେ ଜାଣନ୍ତି ଯେ ବାସ୍ତବରେ କ'ଣ ଘଟିଥିଲା। ଯେହେତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ହୃଦୟ ଅତି ନମ୍ର ଥିଲା, ଆପଣଙ୍କର ଆଚରଣ ଅତି ଦୟାପୂର୍ଣ୍ଣ ଥିଲା, ତେଣୁକରି ଉକ୍ତ କବିତାମାନ ଶୁଣିବା ମାତ୍ରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ଚକ୍ଷୁରୁ ଅଶ୍ରୁଧାରା ନିର୍ଗତ ହୋଇଯାଇଥିଲା। ଏହିପରି ନଜର ବିନ୍ ହାରିସଙ୍କ ସଂକ୍ରାନ୍ତରେ ଏହି ବର୍ଣ୍ଣନା ମଧ୍ୟ ମିଳେ ଯେ ତାଙ୍କର ହତ୍ୟା ହୋଇନଥିଲା, ଯେପରିକି ମୁଁ କହିଲି, ବରଂ ସେ ଜୀବିତ ରହିଥିଲେ ଏବଂ ହୁନେନ୍ ଯୁଦ୍ଧରେ ଆହମଦ ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ସାଥିରେ ସେ ସାମିଲ ଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ତାଙ୍କୁ ଭେଟି ସ୍ୱରୂପ ଅନେକ ଉପହାର ପ୍ରଦାନ କରିଥିଲେ। ଉପହାର ସ୍ୱରୂପ ବର୍ଣ୍ଣନା କରାଯାଏ ଯେ 100 ଗୋଟି ଓଟ ତାଙ୍କୁ ପ୍ରଦାନ କରାଯାଇଥିଲା ହୁଜୁର ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ତରଫରୁ। ଇତିହାସ ପୃଷ୍ଠାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ବଦର ଯୁଦ୍ଧରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଆଉ ଏକ ହତ୍ୟା, ଯାହାକି ଉକବା ବିନ୍ ଅବି ମୁୱୈତ୍ଙ୍କର କରାଯାଇଥିଲା, ସେଥି ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ମଦିନା ଯିବା ମାର୍ଗରେ ଆର୍କାଜ ଜବିହା ନାମକ ଏକ ସ୍ଥାନରେ ତାଙ୍କୁ ହତ୍ୟା କରି ଦିଆଯାଇଥିଲା। ହଜରତ ଆସିମ ବିନ୍ ସାବିତ ଅନସାରୀ ରଜିୟଲ୍ଲାହୁ ତାଆଲା ତାଙ୍କର ଅର୍ଥାତ୍ ଉକବାଙ୍କର ହତ୍ୟା କରିଥିଲେ, ତାଙ୍କୁ ବଧ କରିଥିଲେ। ଆଉ ଏକ ବର୍ଣ୍ଣନା ଅନୁଯାୟୀ ହଜରତ ଅଲି ରଜିୟଲ୍ଲାହୁ ତାଆଲା ତାଙ୍କୁ ହତ୍ୟା କରିଥିଲେ ବୋଲି ଉଲ୍ଲେଖ ରହିଛି। ଜଣେ ରଚନାକାରୀ ଲେଖିଛନ୍ତି, ନଜର ବିନ୍ ହାରିସ ଓ ଉକବା ବିନ୍ ଅବି ମୁୱୈତ ଉଭୟ ଇସଲାମ ବିରୋଧରେ ଯୁଦ୍ଧର ଅଗ୍ନି ପ୍ରଜ୍ୱଳିତ କରୁଥିଲେ ଏବଂ ମୁସଲମାନମାନଙ୍କ ପାଇଁ ବିପତ୍ତି, ଦୁଃଖ ଓ ଯନ୍ତ୍ରଣାର ପାହାଡ଼ ଓଲଟାଇ ଦେଇଥିଲେ। ଏହି ଦୁଇ ଜଣ ବିଦ୍ରୋହୀମାନଙ୍କର ମୁଖିଆ ପାଲଟିଥିଲେ, ତେଣୁକରି ଉଭୟଙ୍କୁ ହତ୍ୟା କରାଯାଇଥିଲା ବା ବଧ କରାଯାଇଥିଲା। ତେବେ ସେ ଯାହା ହେଉ, ଏହି ଦୁଇ ଜଣଙ୍କ ହତ୍ୟା ପ୍ରସଙ୍ଗରେ ସାରାଂଶ ଏହିକି ଯେ ଏହି ଦୁଇ ଜଣଙ୍କ ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ସତ୍ୟାସତ୍ୟ ଉଲ୍ଲେଖ ନାହିଁ, କାରଣ ବିଭିନ୍ନ ପ୍ରକାର ମତଭେଦ ରହିଛି। ଯେପରିକି ମୁଁ ଆଲୋଚନା କରିଆସିଲି, କେତେକ ତାଙ୍କର ହତ୍ୟାର ସମର୍ଥନ କରୁଥିବା ସ୍ଥଳେ ଆଉ କେତେକ ଏହାର ଖଣ୍ଡନ କରିଛନ୍ତି ଏବଂ ଏହାର ସ୍ପଷ୍ଟୀକରଣ ମୁଁ ଉପରେ କରିଆସିଲି
ଯେ ଉକବା ବିନ୍ ଅବି ମୁଏତ୍ ବଦର ରଣକ୍ଷେତ୍ରରେ କତଲ ହୋଇଥିଲା, ହତ୍ୟା କରାଯାଇଥିଲା। ଆଉ ନଜର ବିନ୍ ହାରିସ୍ଙ୍କ ସମ୍ବନ୍ଧରେ ଉଲ୍ଲେଖ ରହିଛି ଯେ ତାଙ୍କୁ ମାର୍ଗରେ ହିଁ, ମଦିନା ଯିବା ମାର୍ଗରେ ହିଁ ହତ୍ୟା କରାଯାଇଥିଲା। ପୁଣି କେତେକ ବର୍ଣ୍ଣନାକାରୀ ବର୍ଣ୍ଣନା କରନ୍ତି ଯେ ତାଙ୍କୁ ହତ୍ୟା କରାଯାଇନଥିଲା, ବରଂ ସେ ପରବର୍ତ୍ତୀ ସମୟରେ ମଧ୍ୟ ଜୀବିତ ରହିଥିଲେ ଏବଂ ହୁନେନ୍ ଯୁଦ୍ଧରେ ସେ ଇସଲାମ ସପକ୍ଷରେ ଛିଡ଼ା ହୋଇଥିଲେ, ଇସଲାମର ପ୍ରତିରୋଧ କରିଥିଲେ, ଶତ୍ରୁମାନଙ୍କ ମୁକାବିଲାରେ ଛିଡ଼ା ହୋଇଥିଲେ। କିନ୍ତୁ ଏହି ବର୍ଣ୍ଣନାଟି ଦୁର୍ବଳ ମନେ ହେଉଛି। ହଜରତ ମିର୍ଜା ବଶୀର ଅହମଦ ସାହେବ ସ୍ୱରଚିତ ପୁସ୍ତକ ସିରତ ଖାତମୁନ୍ ନବୀନରେ ଉଲ୍ଲେଖ କରିଛନ୍ତି, କେତେକ ଐତିହାସିକ କଏଦୀ ହୋଇଥିବା ଧନାଢ଼୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଉକବା ବିନ୍ ଅବି ମୁଏତ୍ଙ୍କ ସାମିଲ ଥିବାର ବର୍ଣ୍ଣନା କରି ଲେଖିଛନ୍ତି ଯେ ସେ ବନ୍ଦୀ ଥିବା ଅବସ୍ଥାରେ ବଧ କରାଯାଇଥିଲା, କିନ୍ତୁ ଏହା ସତ୍ୟ ନୁହେଁ। ହଦିସ ଓ ଇତିହାସ ପୃଷ୍ଠାରେ ଅତି ବିସ୍ତାର ଭାବରେ ଉଲ୍ଲେଖିତ ରହିଛି ଯେ ଉକବା ବିନ୍ ଅବି ମୁଏତ୍ ବଦର ରଣକ୍ଷେତ୍ରରେ ନିହତ ହୋଇଥିଲା ଏବଂ କୁରେଶର ସେହି ଧନାଢ଼୍ୟ ବ୍ୟକ୍ତିମାନଙ୍କ ମଧ୍ୟରୁ ଥିଲା ଯାହାଙ୍କ ମରଶରୀରକୁ ଏକ ଗର୍ତ୍ତରେ ପୋତି ଦିଆଯାଇଥିଲା। କିନ୍ତୁ ହଁ, ନଜର ବିନ୍ ହାରିସ୍ର ହତ୍ୟା ହେବା ଘଟଣା ଅଧିକାଂଶ ବର୍ଣ୍ଣନାରୁ ପ୍ରତୀତ ହେଉଛି ଏବଂ ତାହାକୁ ହତ୍ୟା କରିବାର କାରଣ ଏହା ଥିଲା କି ସେ ସେହି ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ଯେ ମକ୍କାରେ ନିରୀହ ମୁସଲମାନମାନଙ୍କର ନୃଶଂସ ଭାବରେ ହତ୍ୟାକାଣ୍ଡରେ ସିଧାସଳଖ ଭାବରେ ଜଡ଼ିତ ଥିଲା। କିନ୍ତୁ ଏହା ନିରାଟ ସତ୍ୟ ଯେ ଯଦି ବଦରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ କେହି ନିହତ ହୋଇଥିଲା, ତେବେ ସେ ନଜର ବିନ୍ ହାରିସ୍ ଥିଲା ଯାହାକୁ ପ୍ରତିଶୋଧମୂଳକ ହତ୍ୟା କରାଯାଇଥିଲା, ଯେ କି ମକ୍କାର ଅମାନ୍ୟକାରୀଙ୍କ ହାତରେ ମୃତ୍ୟୁବରଣ କରିଥିଲା। ରବିବ ହାରିସ୍ ବିନ୍ ଅବି ହେଲା, ଯେ କି ପ୍ରାରମ୍ଭିକ ଇସଲାମରେ ଅତ୍ୟନ୍ତ ନିର୍ମମ ଭାବରେ ମୁସଲମାନମାନଙ୍କ ଉପରେ ଜୁଲମ କରୁଥିଲା, ଅନ୍ୟାୟ ଅତ୍ୟାଚାର କରୁଥିଲା, ଶୋଷଣ କରୁଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଆଖି ଆଗରେ ତାହାକୁ ହତ୍ୟା କରି ଦିଆଗଲା, ତାହାକୁ ନିହତ କରି ଦିଆଗଲା। ତେବେ ଏଥି ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ଏକ ନିର୍ଦ୍ଦିଷ୍ଟ ଆଦେଶ ପବିତ୍ର କୁରାନରେ ଅବତୀର୍ଣ୍ଣ ହୋଇଥିଲା, ଯାହାକି ମନେ ରଖିବା ଯୋଗ୍ୟ। ଅନେକ ବର୍ଣ୍ଣନାରେ ନଜର ବିନ୍ ହାରିସ୍ର ହତ୍ୟା ସମ୍ବନ୍ଧରେ ତାହାର ଆଲୋଚନା କରାଯାଇଥାଏ, କିନ୍ତୁ ଆଉ କେତେକ ଏଭଳି ବର୍ଣ୍ଣନା ରହିଛି ଯେଉଁଥିରୁ ପ୍ରମାଣିତ ହୋଇଥାଏ ଯେ ନଜର ବିନ୍ ହାରିସ୍ର ହତ୍ୟା ହୋଇନଥିଲା, ତାହାକୁ ବଧ କରାଯାଇନଥିଲା, ବରଂ ବଦର ଯୁଦ୍ଧ ପରବର୍ତ୍ତୀ ସମୟରେ ମଧ୍ୟ ସେ ଜୀବିତ ରହିଥିଲା ଏବଂ ହୁନେନ୍ ଯୁଦ୍ଧରେ ସେ ମୁସଲମାନମାନଙ୍କ ପକ୍ଷରୁ ଲଢ଼ିଥିଲା, ଅମାନ୍ୟକାରୀଙ୍କ ବିରୁଦ୍ଧରେ ଲଢ଼ିଥିଲା ଏବଂ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସାଥୀମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଶତ୍ରୁର ମୁକାବିଲା କରିଥିଲା। କିନ୍ତୁ ପ୍ରଥମ ବର୍ଣ୍ଣନା ମୁକାବିଲାରେ ତୁଳନାରେ ଏହି ବର୍ଣ୍ଣନାଟି ଅତି ଦୁର୍ବଳ ମନେ ହେଉଛି। ଆଲ୍ଲାହ ତାଆଲା ଜାଣନ୍ତି ବାସ୍ତବରେ କ'ଣ ଘଟିଥିଲା, ତାହା ସହିତ କ'ଣ ହୋଇଥିଲା। ତେବେ ସେ ଯାହା ହେଉ, କଏଦୀମାନଙ୍କ ମଧ୍ୟରୁ ଯଦି କେହି ବ୍ୟକ୍ତି ହତ୍ୟା କରିଦିଆଯାଇଥିଲା, ତେବେ ସେ ନଜର ବିନ୍ ହାରିସ୍ ଥିଲା, ଯେ କି ପ୍ରତିଶୋଧମୂଳକ ହତ୍ୟା କରାଯାଇଥିଲା। ଯେହେତୁ ସେ ମୁସଲମାନମାନଙ୍କୁ କଷ୍ଟ ନିର୍ଯାତନା ଦେଉଥିଲା, ତେଣୁକରି ସେହି ଅପରାଧର ପ୍ରତିଶୋଧରେ ତାହାକୁ ହତ୍ୟା କରି ଦିଆଯାଇଥିଲା। କେତେକ ବର୍ଣ୍ଣନା ଅନୁଯାୟୀ ଯେତେବେଳେ ତାହାକୁ ହତ୍ୟା କରାଗଲା, ସେଥିଅନ୍ତେ ତାହାର ଭଉଣୀ ଅତି ଦରଦଭରା କବିତା ତାହା ମୃତ୍ୟୁରେ, ତାହାର ଶୋକରେ
ଆବୃତ୍ତି କରିଥିଲେ, ଯାହାକି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟରେ ପହଞ୍ଚିଥିଲା ଏବଂ ସେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଏହି ନିବେଦନ କରିଥିଲା ଏହି କବିତା ମାଧ୍ୟମରେ, ଯାହାକୁ ଶୁଣିବା ପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଥିଲେ, ଯଦି ଏହି କବିତା ମୋ ନିକଟରେ ପୂର୍ବରୁ ପହଞ୍ଚିଥାନ୍ତା ତେବେ ମୁଁ ନଜର ବିନ୍ ହାରିସ୍କୁ କ୍ଷମା କରିଦେଇଥାନ୍ତି। ତେବେ ସେ ଯାହା ହେଉ ନଜରଙ୍କ ବ୍ୟତୀତ ଅନ୍ୟ କୌଣସି କଏଦୀଙ୍କର ହତ୍ୟା କରାଯାଇନଥିଲା ବଦର ଯୁଦ୍ଧ ପରେ। ଇଏ ହଜରତ ମିର୍ଜା ବଶୀର ଅହମଦ ସାହେବଙ୍କର ଉଦ୍ଧୃତ ଅଟେ। ଆପଣ ଗବେଷଣା କରି ତାରିଖର ଇତିହାସର ପୃଷ୍ଠାର ଅଧ୍ୟୟନ କରି ନିଜର ଏହି ମତ ପ୍ରକାଶ କରିଛନ୍ତି। ସିରତ ଖାତମୁନ୍ ନବୀନରେ ବର୍ଣ୍ଣନା କରିଛନ୍ତି। ବସ୍ତୁତଃ ବଦର ରଣକ୍ଷେତ୍ରରେ ଅମାନ୍ୟକାରୀଙ୍କର ବଡ଼ ବଡ଼ ସର୍ଦ୍ଦାର ସମେତ 70 ଜଣ ବ୍ୟକ୍ତି ନିହତ ହୋଇଥିଲେ ଏବଂ 70 ଜଣ ବ୍ୟକ୍ତି କଏଦୀ ହୋଇଥିଲେ। ସହି ବୁଖାରୀରେ ଉଲ୍ଲେଖ ରହିଛି ଯେ ଆମ ପ୍ରିୟ ମୁନିବ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लम ଓ ଆପଣଙ୍କ ସହଚରମାନେ ବଦର ଯୁଦ୍ଧ ଦିନ ଅମାନ୍ୟକାରୀଙ୍କ 140 ଜଣ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇଥିଲେ, ଅର୍ଥାତ୍ ଶତ୍ରୁ ପକ୍ଷର 70 ଜଣ ବ୍ୟକ୍ତି ନିହତ ହୋଇଥିଲେ ଓ 70 ଜଣ କଏଦୀ ହୋଇଥିଲେ। ଏହି କଏଦୀମାନେ ପରବର୍ତ୍ତୀ ସମୟରେ ଇସଲାମ ଧର୍ମରେ ସାମିଲ ହୋଇଯାଇଥିଲେ, ଇସଲାମର ଦୀକ୍ଷା ନେଇଥିଲେ। ସେମାନଙ୍କ ସମ୍ବନ୍ଧରେ ଉଲ୍ଲେଖ ରହିଛି, ସାହାବାମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଏହି ଆଦେଶ ଦେଇଥିଲେ ଯେ ସେହି କଏଦୀମାନଙ୍କ ସହିତ ନମ୍ର ଆଚରଣ କରିବ। ସାହାବାମାନେ ଉକ୍ତ ଆଦେଶ ପାଳନ କରି କଏଦୀମାନଙ୍କ ସହିତ ଅତି ବିନମ୍ର ଆଚରଣ ପ୍ରଦର୍ଶନ କରୁଥିଲେ। ଫଳତଃ ସେମାନଙ୍କ ମଧ୍ୟରୁ କେତେକ ସୌଭାଗ୍ୟଶାଳୀ କଏଦୀ ଏପରି ଥିଲେ ଯେ ଇସଲାମୀୟ ଶିକ୍ଷା ଓ ସାହାବାଙ୍କ ଉତ୍ତମ ଆଚରଣ ଦ୍ୱାରା ପ୍ରଭାବିତ ହୋଇ ମୁସଲମାନ ପାଲଟି ଯାଇଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କ ନାମ ଯଥାକ୍ରମେ ଅବ୍ବାସ ବିନ୍ ଅବ୍ଦୁଲ ମୁତଲିବ, ଅକିଲ ବିନ୍ ଅବି ତାଲିବ, ନୌଫିଲ ବିନ୍ ହାରିସ୍, अबू आस बिन रबिया, अबू अजीज़, खालिद बिन हिशाम, अबू वदा बिन सहमी, अब्दुल्ला बिन अबी बिन खल्फ जमही, वहब बिन उमेर जमही, सुहेल बिन उमर ଓ ଆମିର ଇତ୍ୟାଦି ସାମିଲ ଥିଲେ। ଏମାନେ ସମସ୍ତେ ନିଜର ଫିଦିଆ ପରିଶୋଧ କରି ଇସଲାମ ଧର୍ମରେ ଦୀକ୍ଷିତ ହୋଇଯାଇଥିଲେ। ବଦର ଯୁଦ୍ଧ ସହିତ ରୋମୀ ସାମ୍ରାଜ୍ୟ ବିଜୟ ହେବାର ଏକ ସମ୍ପର୍କ ମଧ୍ୟ ରହିଛି। ରୋମ ସାମ୍ରାଜ୍ୟ ଜୟ କରିବା ପ୍ରସଙ୍ଗରେ ପୁଣ୍ୟ ଶ୍ଳୋକ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लम ଭବିଷ୍ୟତବାଣୀ ମଧ୍ୟ କରିଥିଲେ। ଯେହେତୁ ଏହାର ଏକ ସମ୍ପର୍କ ବଦର ଯୁଦ୍ଧ ସହିତ ରହିଛି, ତେଣୁ ଏହି ସ୍ଥଳେ ତାହାର ଆଲୋଚନା କରିଦେବା ମଧ୍ୟ ପ୍ରଯୁଜ୍ୟ ହେବ। ଅବତାରତ୍ୱର 5ମ ବର୍ଷରେ ସୂରା ରୋମ ଅବତୀର୍ଣ୍ଣ ହେଲା, ଯେଉଁଥିରେ ରୋମୀ ସାର୍ବଭୌମତ୍ୱର ବିଜୟ ପ୍ରସଙ୍ଗରେ ଭବିଷ୍ୟତବାଣୀ କରାଯାଇଥିଲା। ଯେତେବେଳେ ଐଶ୍ୱର୍ଯ୍ୟମୟ ପ୍ରଭୁ ଏହାର ପ୍ରାରମ୍ଭିକ ଆୟତ ଅବତୀର୍ଣ୍ଣ କଲେ, ସେତେବେଳେ ହଜରତ ଅବୁ ବକର ରଜିୟତାଲା ମକ୍କାର ଚତୁଃପାର୍ଶ୍ୱରେ ଉକ୍ତ ଆୟତ ଆବୃତ୍ତି କରି ଘୋଷଣା କଲେ, अलिफ लाम मीम गुलिबतिर रोम फी अदनल अर्जी वहुम मिन बादी गलबिहिम सयगलिबून बिजा सिनीन। अर्थात आम्भे अल्लाह सकल विषय आगोचर, ରୋମବାସୀମାନେ ପରାଜିତ ହୋଇଛନ୍ତି ନିକଟବର୍ତ୍ତୀ ଅଞ୍ଚଳରେ ଏବଂ ପରାଜିତ ହେବା ପରେ ପୁନର୍ବାର ଜୟଲାଭ କରିବେ 3 ରୁ 9 ବର୍ଷ ମଧ୍ୟରେ। ସହି ବୁଖାରୀରେ ଉଲ୍ଲେଖ ରହିଛି, ଯେତେବେଳେ ପାରସ୍ୟବାସୀ ଓ ରୋମବାସୀଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା, ମୁସଲମାନମାନେ ଚାହୁଁଥିଲେ କି ରୋମୀମାନେ ବିଜୟ ଲାଭ କରନ୍ତୁ, କାରଣ ସେମାନେ ଗ୍ରନ୍ଥଧାରୀ ଥିଲେ। ଯେତେବେଳେ କି ଅମାନ୍ୟକାରୀ କୁରେଶ ମାନେ ପାରସ୍ୟର ବିଜୟ କାମନା କରୁଥିଲେ,
କାରଣ ସେମାନେ ଅଗ୍ନିପୂଜକ ଥିଲେ। ଏହି ପ୍ରସଙ୍ଗକୁ ନେଇ ହଜରତ ଅବୁ ବକର ରଜିୟଲ୍ଲାହୁ ତାଆଲା ଓ ଅମାନ୍ୟକାରୀ ଅବୁ ଜେହେଲ ମଧ୍ୟରେ ସର୍ତ୍ତ ଲାଗିଲା। ହଜରତ ଅବୁ ବକର ରଜିୟଲ୍ଲାହୁ ତାଆଲା ଏହି ଭବିଷ୍ୟତବାଣୀ 5 ବର୍ଷ ମଧ୍ୟରେ ପୂରଣ ହେବାର ଦର୍ଶାଇଥିଲେ। ଆଉ ଏକ ବର୍ଣ୍ଣନା ଅନୁଯାୟୀ ଆପଣ ତାହା 6 ବର୍ଷ ମଧ୍ୟରେ ପୂରଣ ହେବାର ଦର୍ଶାଇଥିଲେ। ଶରା ସନନ୍ ତିର୍ମିଜି ତହଫାତୁଲ୍ ଆହୱାଜରେ ଉଲ୍ଲେଖ ରହିଛି ଯେ ରୋମୀମାନେ ପାରସ୍ୟମାନଙ୍କ ଉପରେ ବିଜୟ ଲାଭ କରିବା ଦିନ ବିଶ୍ୱାସକାରୀମାନେ ଆନନ୍ଦିତ ହୋଇଯିବେ, ଆନନ୍ଦ ହୋଇ ଉଠିବେ ଏବଂ ତାଙ୍କୁ ଏହି କଥାର ସୂଚନା ବଦର ଯୁଦ୍ଧ ଦିନ ଲାଭ ହୋଇଥିଲା, ଯେତେବେଳେ ଜିବ୍ରାଇଲ୍ ଆଲୈହିସ୍ସଲାମ ଏହି ସୁସମାଚାର ସହିତ ବଦର ଯୁଦ୍ଧରେ ଅମାନ୍ୟକାରୀଙ୍କ ବିରୁଦ୍ଧରେ ସାହାଯ୍ୟ ସହଯୋଗ କରିଥିଲେ ମୁସଲମାନମାନଙ୍କର ଏବଂ ଏହି ସୁସମାଚାର ପ୍ରଦାନ କରିଥିଲେ। ତେଣୁକରି ଏହି ସମ୍ପର୍କ ରହିଛି ବଦର ଯୁଦ୍ଧ ସହିତ ରୋମୀମାନଙ୍କର ବିଜୟ ଲାଭ କରିବାର ପାରସ୍ୟମାନଙ୍କ ଉପରେ। କାରଣ ବଦର ଯୁଦ୍ଧ ଦିନ ଜିବ୍ରାଇଲ୍ ଆଲୈହିସ୍ସଲାମ ମୁସଲମାନମାନଙ୍କର ଅବିଶ୍ୱାସମାନଙ୍କ ବିରୋଧରେ ସାହାଯ୍ୟ କରିବା ସହିତ ରୋମୀମାନଙ୍କର ବିଜୟ ହେବାର ସୁସମାଚାର ମଧ୍ୟ ପ୍ରଦାନ କରିଥିଲେ। ତାଙ୍କର ବିଜୟ ହେବାର ସୂଚନା ନେଇ ଅବତୀର୍ଣ୍ଣ ହୋଇଥିଲେ। ଗୋଟିଏ ପଟରେ ମୁସଲମାନମାନଙ୍କୁ ବଦରରେ ଯୁଦ୍ଧ ଲାଭ ହୋଇଥିବା ସ୍ଥଳେ ଅନ୍ୟ ପଟରେ ରୋମୀମାନଙ୍କର ବିଜୟ ହେବାର ସୁସମାଚାର ପ୍ରାପ୍ତ ହୋଇଥିଲା। ସହି ବୁଖାରୀରେ ଏଥି ସମ୍ବନ୍ଧରେ ଉଲ୍ଲେଖ ରହିଛି। ଆଲ୍ଲାମା ବଦ୍ରୁଦ୍ଦିନ ଐନି ରୋମୀମାନଙ୍କ ବିଜୟ ହେବାର ଭବିଷ୍ୟତବାଣୀ ଜିକର କରି ଆଲୋଚନା କରି ଉଲ୍ଲେଖ କରିଛନ୍ତି। ଯେତେବେଳେ ପାରସ୍ୟ ଓ ରୋମବାସୀଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ମୁସଲମାନମାନେ ପାରସ୍ୟମାନଙ୍କ ବିରୋଧରେ ରୋମୀମାନଙ୍କର ବିଜୟ କାମନା କରୁଥିଲେ। କାରଣ ରୋମୀମାନେ ଗ୍ରନ୍ଥଧାରୀ ଥିଲେ, ଯେପରିକି ମୁଁ ଉପରେ ଆଲୋଚନା କରି ଆସିଲି। ଅନ୍ୟପକ୍ଷରେ ଅମାନ୍ୟକାରୀମାନେ କୁରେଶର ଅମାନ୍ୟକାରୀମାନେ ପାରସ୍ୟର ବିଜୟ କାମନା କରୁଥିଲେ, କାରଣ ସେମାନେ ଅଗ୍ନିପୂଜକ ଥିଲେ ଆଉ କୁରେଶ ମୂର୍ତ୍ତି ପୂଜା କରୁଥିଲେ। ସୁତରାଂ ଏହି ପ୍ରସଙ୍ଗକୁ ନେଇ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ତାଆଲା ଓ ଅବୁ ଜେହେଲ ମଧ୍ୟରେ ସର୍ତ୍ତ ଲାଗିଗଲା। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଏକଥା ଶୁଣିଲେ, ସେତେବେଳେ ଆପଣ କହିଲେ, ଉକ୍ତ ଆୟତରେ ଶବ୍ଦ ବିଜା ରହିଛି ଆଉ ବିଜାତ 9 ଅଥବା 7 କୁ ବୁଝାଏ। ସୁତରାଂ ତୁମେ ସମୟ କାଳକୁ ବଢ଼ାଇ ଦିଅ। ବସ୍ତୁତଃ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ତାଆଲା ଧାର୍ଯ୍ୟ ଅବଧି ବଢ଼ାଇ ଦେଇଥିଲେ। ପରିଶେଷରେ ରୋମୀମାନେ ବିଜୟମଣ୍ଡିତ ହୋଇଥିଲେ। ସାବି କୁହନ୍ତି, ସେତେବେଳେ ସର୍ତ୍ତ ଲଗାଇବା ଇସଲାମରେ ବୈଧ ଥିଲା। ଯେପରିକି ଆଲ୍ଲାହ ତାଆଲା କୁହନ୍ତି, ଆଲିଫ୍ ଲାମ୍ ମିମ୍ ଗୁଲିବତିର୍ ରୋମ୍ ଫି ଆଦନାଲ୍ ଆର୍ଜି ୱହୁମ୍ ମିନ୍ ବାଦି ଗଲବିହିମ୍ ସାୟଗ୍ଲିବୁନ୍ ବିଜା ସିନିନ୍। ତେବେ ବିଜା 3 ରୁ 9 ମଧ୍ୟରେ ଗଣନା କରାଯାଇଥାଏ ବା ଆକଳନ କରାଯାଇଥାଏ। ଆଲ୍ଲାହ ତାଆଲାଙ୍କ ଆଦେଶ ଅନୁଯାୟୀ ଜଣାଯାଉଛି ଯେ 3 ରୁ 9 ବର୍ଷ ମଧ୍ୟରେ ରୋମୀମାନେ ପାରସ୍ୟମାନଙ୍କ ଉପରେ ବିଜୟ ଲାଭ କରିବେ। ଯେଉଁଦିନ ବିଶ୍ୱାସକାରୀମାନେ ଏହି ବିଜୟକୁ ଦେଖି ଆନନ୍ଦ ମୁଖର ହୋଇ ଉଠିବେ, ଯାହାକି ଆଲ୍ଲାହ ତାଆଲାଙ୍କ ସାହାଯ୍ୟ ଓ ଅନୁକମ୍ପା ସ୍ୱରୂପ ସେମାନଙ୍କୁ ଲାଭ ହେବ। ନବୀ ଶ୍ରେଷ୍ଠ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଯେଉଁ ଘଟଣା ପ୍ରସଙ୍ଗରେ ଭବିଷ୍ୟତବାଣୀ କରିଥିଲେ, ସେଥିରେ ରୋମର ଏକ ସ୍ପଷ୍ଟ ଓ ଅପ୍ରଚ୍ଛନ୍ନ କାଳଜୟୀ ସୁସମାଚାର ବିଦ୍ୟମାନ ଥିଲା।
ଆରବର ଉଭୟ ପାର୍ଶ୍ୱରେ ପାରସ୍ୟ ଓ ରୋମର ଶାସନ ଜାରି ରହିଥିଲା। ଉଭୟ ଦେଶ ମଧ୍ୟରେ ଦୀର୍ଘକାଳରୁ ସଂଘର୍ଷ ଲାଗି ରହିଥିଲା। ନବୁଅତର ପଞ୍ଚମ ବର୍ଷ ଅର୍ଥାତ୍ 614 ଖ୍ରୀଷ୍ଟାବ୍ଦରେ ଉଭୟ ଦେଶ ମଧ୍ୟରେ ଏକ ଭୀଷଣ ରକ୍ତରଞ୍ଜିତ ପୂର୍ଣ୍ଣ ଯୁଦ୍ଧ ଘଟିଥିଲା। ତେବେ ଯେହେତୁ ମୁସଲମାନମାନେ ରୋମୀମାନଙ୍କ ସହିତ ସହାନୁଭୂତି ରଖୁଥିଲେ ଓ ଅପର ପାର୍ଶ୍ୱରେ ଅମାନ୍ୟକାରୀମାନେ ଇରାନୀମାନଙ୍କ ସହିତ ପାରସ୍ୟମାନଙ୍କ ସହିତ ସହାନୁଭୂତି ରଖୁଥିଲେ, ତେଣୁକରି ମୁସଲମାନ ଓ ଅମାନ୍ୟକାରୀ ଉଭୟ ଦଳ ମଧ୍ୟରେ ଏହି ଯୁଦ୍ଧକୁ ନେଇ ଏହି ଯୁଦ୍ଧର ଫଳାଫଳକୁ ନେଇ ଭୀଷଣ ଜିଜ୍ଞାସା ରହିଥିଲା ଯେ ଏହାର ପରିଣାମ କ'ଣ ଉଦ୍ଧୃତ ହେଉଛି। ଉଭୟ ସାମ୍ରାଜ୍ୟ ଅତି ପ୍ରଭାବଶାଳୀ ଥିଲେ। ସେମାନଙ୍କର ବିଜୟ ପରାଜୟ ଅନ୍ୟମାନଙ୍କ ଉପରେ ଗଭୀର ପ୍ରଭାବ ପକାଇ ଥିଲା। ତେଣୁକରି ସଭିଏଁ ଏହି ଯୁଦ୍ଧର ପରିଣାମକୁ ନେଇ ଅତି ବ୍ୟଗ୍ର ଥିଲେ। ରୋମୀ ସାମ୍ରାଜ୍ୟ ପୂର୍ବରେ ଏସିଆ ମହାଦେଶର ସୀମାନ୍ତ ଇରାକ, ସିରିଆ, ଫିଲିସ୍ତିନ, ମିସର ଆଦି ଅଞ୍ଚଳରେ ପରିବ୍ୟାପ୍ତ ଥିଲା। ଆଉ ପାରସ୍ୟ ସାମ୍ରାଜ୍ୟ ସେମାନଙ୍କୁ ଉଭୟ ପାର୍ଶ୍ୱରୁ ଘେରିବାକୁ ଚାହୁଁଥିଲା। ସେମାନଙ୍କ ଉପରେ ଆକ୍ରମଣ କରିବାର ଖସଡ଼ା ପ୍ରସ୍ତୁତ କରି ନେଇଥିଲା। ଗୋଟିଏ ପାର୍ଶ୍ୱରେ ସେମାନେ ଦରିଆ ଦଜଲା ଓ ଫୁରାତ ଉପକୂଳରେ ସିରିଆକୁ ଘେରି ନେଇଥିଲେ। ସେଠାରୁ ସେମାନେ ଆଗକୁ ବଢ଼ୁଥିଲେ। ତ ଅନ୍ୟ ପାର୍ଶ୍ୱରେ ଏସିଆ ମହାଦେଶର କୋଚିକ୍ ପ୍ରାନ୍ତରୁ ଆଜରବାଇଜାନ ଓ ଆର୍ମେନିଆ, ଯାହାକି ବର୍ତ୍ତମାନର ଆନାତୋଲିଆ ପଟରୁ ସେମାନେ ପ୍ରବେଶ କରିଥିଲେ ଏବଂ ରୋମୀମାନଙ୍କୁ ଘେରିବାକୁ ଚାହୁଁଥିଲେ। ଫଳରେ ରୋମୀମାନେ ବାଧ୍ୟତାମୂଳକ ପଛଘୁଞ୍ଚା ଦେବାକୁ ବିବଶ ହୋଇଥିଲେ ଏବଂ ସେମାନଙ୍କୁ ସେମାନେ ସମୁଦ୍ର ଆଡ଼କୁ ଠେଲି ଦେଇଥିଲେ, ଅର୍ଥାତ୍ ପାରସ୍ୟମାନେ। ସିରିଆ ସମେତ ସେମାନଙ୍କର ଅର୍ଥାତ୍ ରୋମୀମାନଙ୍କର ଗୋଟିଏ ପରେ ଗୋଟିଏ ସହର ପାରସ୍ୟମାନଙ୍କ ଅଧୀନସ୍ଥ ହୋଇଥିଲା ଏବଂ ପବିତ୍ର ସହର ଫିଲିସ୍ତିନ ମଧ୍ୟ ରୋମୀମାନଙ୍କ ହାତରୁ ସେମାନେ ଛଡ଼େଇ ନେଇଥିଲେ। 614 ଖ୍ରୀଷ୍ଟାବ୍ଦରେ ଫିଲିସ୍ତିନ ଆଉ ପବିତ୍ର ସହର ୟେରୁସାଲେମ ଇରାନୀମାନଙ୍କ ଅଧିକୃତ ହୋଇଯାଇଥିଲା ଏବଂ ସେମାନଙ୍କର ଅଧିକାଂଶ ଉପାସନା ଗୃହକୁ ପାରସ୍ୟମାନେ ଭାଙ୍ଗି ଦେଇଥିଲେ। ଧାର୍ମିକ କଳେବରର ସେମାନେ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିଲେ। ଇରାନୀ ସମ୍ରାଟ କେସରର ରାଜପ୍ରସାଦକୁ 30,000 ସୈନ୍ୟମାନଙ୍କ ହତ୍ୟା କରି ତାଙ୍କ ମସ୍ତକ, ତାଙ୍କ ମୁଣ୍ଡକୁ ସେଠାରେ ଲଗାଇଥିଲେ। ତାଙ୍କ ରାଜପ୍ରସାଦରେ, ଇରାନୀମାନଙ୍କ ରାଜପ୍ରସାଦରେ। ଇରାନୀମାନଙ୍କ ବିଜୟର ବନ୍ୟା 616 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନିଜ ଚରମ ସୀମାରେ ପହଞ୍ଚି ଯାଇଥିଲା। ସମଗ୍ର ନୀଳ ନଦୀର ଉପକୂଳ ଅର୍ଥାତ୍ ତଟଦେଶ ମିସର ଦେଶରେ ପରିବ୍ୟାପ୍ତ ହୋଇଯାଇଥିଲା। ଶେଷରେ ସିକନ୍ଦରିଆର ସୀମାନ୍ତରେ ସେମାନେ ଅଟକିଥିଲେ। ଅପର ପାର୍ଶ୍ୱରେ ସମଗ୍ର ଏସିଆ ମହାଦେଶକୁ ପରାଜିତ କରି ବାସ୍ଫୋରିସ୍ ତଟଦେଶରେ ସେମାନେ ଅଟକିଥିଲେ ଏବଂ କୁସ୍ତୁନ୍ତୁନିଆର ସୀମାନ୍ତରେ ପହଞ୍ଚିଥିଲେ। ରୋମର ସମ୍ରାଟଙ୍କର ରାଜଧାନୀରେ ଯାଇ ଇରାନୀମାନେ ନିଜର ଶିବିର ଲଗାଇଥିଲେ, ଅର୍ଥାତ୍ ଇରାକ, ସିରିଆ, ଫିଲିସ୍ତିନ, ମିସର, ଏସିଆର ବିସ୍ତୀର୍ଣ୍ଣ ପଡ଼ିଆ ପର୍ଯ୍ୟନ୍ତ ଇରାନର ସାମ୍ରାଜ୍ୟ ପରିବ୍ୟାପ୍ତ ହୋଇଯାଇଥିଲା।
ପ୍ରତ୍ୟେକ ସ୍ଥାନରେ ମସିଙ୍କ ଧ୍ୱଜା ପରିବର୍ତ୍ତେ ଅଗ୍ନି ଓ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା ପ୍ରଚଳିତ ହୋଇ ଉଠିଥିଲା। ରୋମୀ ସାମ୍ରାଜ୍ୟରେ ଏଭଳି ମହାବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖି ସେଠାରେ ବିଦ୍ରୋହର ସୂତ୍ରପାତ ହୋଇଥିଲା। ଲୋକମାନେ ବିପ୍ଳବ ଓ ସଂଗ୍ରାମ କରିବା ଆରମ୍ଭ କରିଦେଇଥିଲେ। ଏପରିକି ଆଫ୍ରିକା ଦେଶରେ ମଧ୍ୟ ଏହି ବିପ୍ଳବ ମୁଣ୍ଡ ଟେକିଥିଲା। କୁସ୍ତୁନ୍ତୁନିଆ ନିକଟବର୍ତ୍ତୀ ୟୁରୋପ ଦେଶମାନଙ୍କରେ ମଧ୍ୟ ଗୋଷ୍ଠୀଗତ ବିଦ୍ରୋହ, ସଂଗ୍ରାମ ଓ ସଂଘର୍ଷ ତଥା ନରସଂହାର କରିବାରେ ଲୋକମାନେ ମାତି ଯାଇଥିଲେ, ଯେଉଁଥିରେ ରୋମ ସାମ୍ରାଜ୍ୟର ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ସମସ୍ତଙ୍କର ଆଶା ବିପରୀତ ପରିଣାମ ଉଦ୍ଧୃତ ହୋଇଥିଲା। ଅମାନ୍ୟକାରୀମାନେ ମୁସଲମାନମାନଙ୍କର ନିନ୍ଦା କରିଥିଲେ ଏବଂ ଏହି ପରିହାସପୂର୍ବକ ଏହି କଥା କହିଥିଲେ, ଯଦି ତୁମେ ଆମ ସହିତ ଲଢ଼ିଥାନ୍ତ ତେବେ ଆମେ ନିଶ୍ଚିତ ରୂପେ ବିଜୟ ଲାଭ କରି ନେଇଥାନ୍ତୁ। ସେତେବେଳେ ରୋମୀମାନଙ୍କର ଅତି ଦୟନୀୟ ଅବସ୍ଥା ହୋଇଯାଇଥିଲା। ସେମାନଙ୍କର ଭଣ୍ଡାର ଘର ଖାଲି ଏବଂ ସେନାବାହିନୀ ବିକ୍ଷିପ୍ତ ହୋଇଯାଇଥିଲେ। ଦେଶରେ ବିଦ୍ରୋହ ମୁଣ୍ଡ ଟେକି ଚାଲିଥିଲା। ଆଉ ହର୍କଲ ଏକ ବିଳାସ ଭୋଗୀ ଓ ଜଣେ ଅପାରଗ ଓ ଅଯୋଗ୍ୟ ସମ୍ରାଟ ଥିଲା। ପାରସ୍ୟମାନେ ରୋମୀମାନଙ୍କୁ କ୍ଷତିପୂରଣ ସ୍ୱରୂପ କଠୋର ସର୍ତ୍ତ ଧାର୍ଯ୍ୟ କରିଥିଲେ, ଅର୍ଥାତ୍ ସୁନା, ରୂପା, ରେଶମ ଥାନ ତଥା 1000 ଯୁବତୀ କନ୍ୟା ପାର୍ସୀମାନଙ୍କ ଅଧୀନ କରିବା ପାଇଁ ସେମାନେ ସର୍ତ୍ତ ରଖିଥିଲେ ରୋମୀମାନଙ୍କ ନିକଟରେ। ସେତେବେଳେ ରୋମୀମାନେ ଏପରି ଶକ୍ତିହୀନ ପାଲଟି ଯାଇଥିଲେ ଯେ ସେମାନେ ଏହି ନିର୍ଲଜ୍ଜପୂର୍ଣ୍ଣ ସର୍ତ୍ତକୁ ସ୍ୱୀକାର କରିନେଇଥିଲେ ଏବଂ ପାର୍ସୀମାନଙ୍କ ଅହଙ୍କାରୀ ରାଜା ଖୁସ୍ରୁ ପରବେଜ କହିଥିଲା ଯେ ମୋତେ ଏସବୁ ଦରକାର ନାହିଁ, ବରଂ ମୁଁ ହର୍କଲକୁ ଶିକୁଳିରେ ବନ୍ଦୀ ହୋଇ ନିଜ ସିଂହାସନ ତଳେ ଦେଖିବାକୁ ଚାହେଁ ଏବଂ ସେ ଆମ ସୂର୍ଯ୍ୟ ଦେବତାଙ୍କ ସମକ୍ଷ ନତମସ୍ତକ ହେଲେ ଯାଇ ମୁଁ ଏହି ସର୍ତ୍ତ ସ୍ୱୀକାର କରିବି। ଯେପର୍ଯ୍ୟନ୍ତ ସିଏ ଅର୍ଥାତ୍ ହର୍କଲ ଇସାଇୟତ ଖ୍ରୀଷ୍ଟ ଧର୍ମକୁ ପରିତ୍ୟାଗ କରିନେଇ ବର୍ଜନ କରିନାହିଁ, ସେ ପର୍ଯ୍ୟନ୍ତ ମୁଁ ଏହି ସର୍ତ୍ତଗୁଡ଼ିକୁ ସ୍ୱୀକାର କରିବି ନାହିଁ। ରଚନାକାରୀ ରଚନା କରିଛନ୍ତି ଯେ କାରଜାର ଏହି ଦୁଃଖଦପୂର୍ଣ୍ଣ ନକ୍ସା ଅଙ୍କନ କରିଥିଲା ଯେ ଏ କାରଜାର ଜଣେ ବିଦ୍ୱାନ ଜୀବନୀ ଲେଖାଳି ଅଟେ। ସେ ଲେଖିଥିଲା ଯେ ରଣଭୂମିଠାରୁ ବହୁ ଦୂରରେ ଅବସ୍ଥିତ ଏକ ଶୁଷ୍କ ଅନାବାଦୀ ପାହାଡ଼ିଆ ଜମିରୁ ଜଣେ ଶାନ୍ତିର ଦୂତ ଆବିର୍ଭାବ ହେଲେ। ସେ ଏପରି ପ୍ରତିକୂଳ ପରିସ୍ଥିତିରେ ଏକ ସମ୍ପୂର୍ଣ୍ଣ ବିପରୀତ ମୂଳକ ଭବିଷ୍ୟତବାଣୀ ଅର୍ଥାତ୍ ରୋମର ବିଜୟ ହେବାର ଘୋଷଣା କରିଥିଲେ। ଯେପରିକି ଉକ୍ତ ଭବିଷ୍ୟବାଣୀ ସୁରା ରୋମରେ ଉଲ୍ଲେଖ ରହିଛି, ଯାହାକି ମୁଁ ପାଠ କରି ଆସିଲି। ଅଲିଫ୍ ଲାମ୍ ମିମ୍ ଗୁଲିବତିର୍ ରୋମ୍ ଫି ଆଦନାଲ୍ ଆର୍ଜି ୱହୁମ୍ ମିନ୍ ବାଦି ଗଲବିହିମ୍ ସୟଗ୍ଲିବୁନ୍ ବିଜା ସିନିନ୍। ଅର୍ଥାତ୍ ଆମ୍ଭେ ଅଲ୍ଲାହ ସକଳ ବିଷୟ ଆଗୋଚର। ରୋମବାସୀମାନେ ପରାଜିତ ହୋଇଛନ୍ତି ନିକଟବର୍ତ୍ତୀ ଅଞ୍ଚଳରେ ଏବଂ ପରାଜିତ ହେବା ପରେ ପୁନର୍ବାର ଜୟଲାଭ କରିବେ 3 ରୁ 9 ବର୍ଷ ମଧ୍ୟରେ। ଏହି ପ୍ରତିଶ୍ରୁତି ପରାକ୍ରମୀ ଆଲ୍ଲାହ ତାଆଲାଙ୍କ ନିକଟରୁ ପ୍ରଦାନ କରାଯାଉଛି ଏବଂ ସେହି ପରମେଶ୍ୱର ନିଜ ପ୍ରତିଶ୍ରୁତି ଭଙ୍ଗ କରିନଥାନ୍ତି। ଏହି ଭବିଷ୍ୟତବାଣୀ ରଚନାକାରୀ ଜଣକ ଉଲ୍ଲେଖ କରିଛନ୍ତି ଯେ ପ୍ରତ୍ୟେକ ଦିଗରୁ ଏହା ଅବିଶ୍ୱାସଯୋଗ୍ୟ ଓ ମନୁଷ୍ୟର କଳ୍ପନା ଜଳ୍ପନାଠାରୁ ବହିର୍ଭୂତ ପ୍ରସଙ୍ଗ ଥିଲା, ଅର୍ଥାତ୍ ବହୁ ଦୂରରେ ସମ୍ଭବ ହେବା ପରି ମନେ ହେଉଥିଲା। ତେଣୁ ମକ୍କାର ଅମାନ୍ୟକାରୀମାନେ ଏହି ଭବିଷ୍ୟତବାଣୀ ପୂରଣ ହେବାକୁ ନେଇ ମୁସଲମାନମାନଙ୍କ ସହିତ ଅନେକ ଓଟର ସର୍ତ୍ତ ଲଗାଇ ଦେଇଥିଲେ। ଏବେ ଉକ୍ତ ଦୁଇ ମହାଶକ୍ତି ଉପରେ ମୁସଲମାନ ଓ ଅମାନ୍ୟକାରୀ ଉଭୟଙ୍କର ଅତି ତୀକ୍ଷ୍ଣ ଦୃଷ୍ଟି ରହିଥିଲା ଏବଂ ସେମାନେ
ଅପେକ୍ଷାରତ ଥିଲେ ଯେ ଶେଷରେ କିଛି ବର୍ଷ ମଧ୍ୟରେ ହିଁ ସମଗ୍ର ସଂସାରବାସୀ ନିଜ ଆଶା ବିପରୀତ ଘଟଣା ଘଟିବା ଅବଲୋକନ କରିନେଲେ। ରୋମର ଶାସକ ହର୍କଲ, ଯେ କି ଅତି ବିଳାସଭୋଗୀ ଓ ଅୟସ ପସନ୍ଦ ସମ୍ରାଟ ଥିଲା, ଯେପରି ସକାଳ ଓ ସନ୍ଧ୍ୟାର ବିପତ୍ତି ଆକାଶ ମାର୍ଗରୁ ଅବତୀର୍ଣ୍ଣ ହୋଇଥାଏ, ସେହିଭଳି ହଠାତ୍ 621 ମସିହାରେ ହର୍କଲ ରଣକ୍ଷେତ୍ରରେ ସେଜର ପରି ଏକ ମହାବଳ ବାଘ ପରି ପାଲଟି ଯାଇଥିଲା। ଏପରି ଆରବର ଅପାଠୁଆ ନବୀ ଶ୍ରେଷ୍ଠଙ୍କ ଭବିଷ୍ୟତବାଣୀ ଅକ୍ଷର ଅକ୍ଷରେ ପୂରଣ ହୋଇଥିଲା। ଠିକ୍ ସେହି ସମୟରେ ଯେତେବେଳେ କି ମୁସଲମାନମାନେ ବଦର ରଣକ୍ଷେତ୍ରରେ ଅମାନ୍ୟକାରୀଙ୍କୁ ପରାସ୍ତ କଲେ, ରୋମୀମାନେ ମଧ୍ୟ ପାରସ୍ୟମାନଙ୍କୁ ନିପାତ କରିଦେଲେ। ସିଜରର এই ଯେଉଁ ଉଦାହରଣ ଦିଆଯାଇଛି ଯେ ସେ ଏକ ମହାବଳ ବାଘ ପାଲଟି ଯାଇଥିଲା, ଏହା ରୋମୀ ସାମ୍ରାଜ୍ୟର ଏକ ସମ୍ରାଟ ଥିଲେ ଯାହାର ସମୟକାଳ 408 ଖ୍ରୀଷ୍ଟପୂର୍ବରୁ 378 ଖ୍ରୀଷ୍ଟପୂର୍ବ ବର୍ଣ୍ଣନା କରାଯାଏ, ଯେ କି ଜଣେ ଅତି ସୁଦୃଢ଼ ଶାସକ ଥିଲା, ମହାନ ବୀର ଥିଲା ଓ ସେନାଧ୍ୟକ୍ଷ ମଧ୍ୟ ଥିଲା। ତେବେ ସେ ଯାହା ହେଉ, ଯେଉଁ ସମୟର ଆମେ ଆଲୋଚନା କରୁଛେ ଯେ ହର୍କଲ ନିଜର ବାକି ସୈନ୍ୟ ସାମନ୍ତକୁ ନେଇ ଫିଲିସ୍ତିନରୁ ବାହାରିଥିଲା ଏବଂ ପାରସ୍ୟମାନଙ୍କୁ ବିକ୍ଷିପ୍ତ କରିବା ଉଦ୍ଦେଶ୍ୟରେ ବାହାରିଥିଲା, ଯେପରିକି ଆରବର ଅପାଠୁଆ ନବୀ ଶ୍ରେଷ୍ଠ ଭବିଷ୍ୟତବାଣୀ କରିଥିଲେ ଯେ ସେ ଶେଷରେ ବିଜୟମଣ୍ଡିତ ହେବେ। ତେଣୁକରି ତାଙ୍କର ଏହି ଯୋଜନା ସଫଳ ହେଲା ଏବଂ ଏହି ଭବିଷ୍ୟତବାଣୀ ପୂରଣ ହେଲା। ଏପରି ହର୍କଲ ନିଜର ପରାଜିତ ସହରଗୁଡ଼ିକୁ ନିଜ ଅଧୀନସ୍ଥ କରିନେଲେ, ଫେରି ପାଇଲେ ଏବଂ ପାରସ୍ୟମାନଙ୍କୁ ପଛ ଘୁଞ୍ଚା ଦେବା ପାଇଁ ବିବଶ କରିଦେଇଥିଲେ। ସେମାନଙ୍କୁ ନୀଳ ନଦୀର ତଟଦେଶ ପର୍ଯ୍ୟନ୍ତ ଠେଲି ଦେଇଥିଲେ। ଅପରପକ୍ଷରେ ଦଜଲା ଓ ଫରାତ ନଦୀ ପର୍ଯ୍ୟନ୍ତ ସେମାନଙ୍କ ସେନାକୁ ଧକ୍କା ଦେଇଥିଲେ, ଅର୍ଥାତ୍ ପଛ ଘୁଞ୍ଚା ଦେବା ପାଇଁ, ପଛକୁ ଘୁଞ୍ଚିବା ପାଇଁ ବିବଶ କରିଦେଇଥିଲେ। ଅମାନ୍ୟକାରୀଙ୍କର ଅନେକ ଲୋକ ଏହି ଚମତ୍କାରକୁ ଦେଖି, ଅର୍ଥାତ୍ ଏହି ଭବିଷ୍ୟବାଣୀ ପୂରଣ ହେବାର ଦେଖି ମୁସଲମାନ ପାଲଟି ଯାଇଥିଲେ। ଉକ୍ତ ଘଟଣାର 1250 ବର୍ଷ ପରେ ଏଡୱାର୍ଡ ଗିବନ, ଯେ କି ଜଣେ ପାଶ୍ଚାତ୍ୟ ଐତିହାସବିତ୍, ଏହି ଭବିଷ୍ୟବାଣୀ ସମ୍ପର୍କରେ କୁହନ୍ତି, ଯାହାର ଅନୁବାଦ ଏପରି ଅଟେ ଯେ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम, ଯେ କି ପୂର୍ବ ପ୍ରାନ୍ତର ଦୁଇଟି ମହାଶକ୍ତି ରୋମ ଓ ପାରସ୍ୟ ସଂକ୍ରାନ୍ତରେ ଏକ ଭବିଷ୍ୟବାଣୀ କରିଥିଲେ ଏବଂ ଏହା କହିଥିଲେ ଯେ ପାରସ୍ୟମାନେ ଧ୍ୱଂସ ବିଧ୍ୱଂସ ହୋଇଯିବେ, ରୋମୀମାନେ ସେମାନଙ୍କ ଉପରେ ବିଜୟ ଲାଭ କରିବେ। ଯେତେବେଳେ କି ରୋମୀମାନଙ୍କ ଉପରେ ପାରସ୍ୟମାନଙ୍କର ଆଧିପତ୍ୟ ରହିଥିଲା। ଏପରି ଅବସ୍ଥାରେ କିଛି ବର୍ଷ ମଧ୍ୟରେ ରୋମୀମାନେ ପାଲଟା ଆକ୍ରମଣ କରି ସେମାନଙ୍କୁ ପରାଜିତ କରିଥିଲେ। ଆଉ ଯେତେବେଳେ ଏହି ଭବିଷ୍ୟବାଣୀ କରାଯାଇଥିଲା, ସେତେବେଳେ ଘଟଣା କିଛି ଏହା ବିପରୀତ ଥିଲା। ଏଭଳି ପ୍ରତିକୂଳ ପରିସ୍ଥିତିରେ ଏଭଳି ଭବିଷ୍ୟବାଣୀ କରିବା ମଣିଷର କଳ୍ପନା ବହିର୍ଭୂତ ଅଟେ, ଯାହାକି କେହି କଳ୍ପନା ମଧ୍ୟ କରିନଥିଲେ ଯେ ଏଭଳି ଘଟଣା ଘଟିବ। ଯେତେବେଳେ କି ହର୍କଲର 12 ବର୍ଷର ଶାସନ ଏହା ଘୋଷଣା କରୁଥିଲା, ପ୍ରକାଶ କରୁଥିଲା ଯେ ରୋମୀ ସାମ୍ରାଜ୍ୟର ସୌନ୍ଦର୍ଯ୍ୟ ଖୁବ୍ ଶୀଘ୍ର
ଉଭାନ ହୋଇଯିବ, ତାହାର କୌଣସି ଅସ୍ତିତ୍ୱ ରହିବ ନାହିଁ। ହର୍କଲର ସ୍ୱଭାବରେ ସଙ୍ଗେ ସଙ୍ଗେ ଏକ ବିପ୍ଳବ ଉନ୍ମାଦ ମାରିଲା ଏବଂ ଘଟଣା ବିପରୀତ ସେ ଏକ ଚମତ୍କାର ଦେଖାଇଥିଲା, ଯାହାର ବ୍ୟାଖ୍ୟା ରୋମର ଇତିହାସ ପୃଷ୍ଠାରେ ଐତିହାସବିତ୍ମାନେ ବେଶ ଅଦ୍ଭୁତପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି। କିନ୍ତୁ ସେମାନଙ୍କୁ କ'ଣ ଜଣା ଯେ ଗିବନ୍ ଲେଖିଛି, ଯେ ସେମାନଙ୍କୁ କ'ଣ ଜଣା ଯେ ଏକ ଅଦୃଶ୍ୟ ଶକ୍ତି ରୋମୀମାନଙ୍କ ସାହାଯ୍ୟ ପାଇଁ ପ୍ରଶସ୍ତ ହୋଇଥିଲା। ରୋମର ସମ୍ରାଟ ନିଜ ବିଳାସ ବେସନରେ ଏଭଳି ଲିପ୍ତ ହୋଇଯାଇଥିଲା ଯେ ନିଜ ପ୍ରଜାଙ୍କ ସମସ୍ୟାକୁ ଦୂର କରିବା ତ ଦୂରରେ ଥାଉ, ସେ କେବଳ ଏକ ଅସହାୟ ଦେଖଣାହାରୀ ସଦୃଶ ରାଜା ପାଲଟି ଯାଇଥିଲା। କିନ୍ତୁ ଏହି ରୋମ ସମ୍ରାଟ ହର୍କଲର ସମ୍ମାନ 6ଟି ଅଭିଯାନ ଦ୍ୱାରା ବର୍ତ୍ତି ଯାଇଥିଲା, ଅର୍ଥାତ୍ ଖ୍ରୀଷ୍ଟପୂର୍ବ 408ରୁ 378 ପର୍ଯ୍ୟନ୍ତ ହର୍କଲର ଶାସନକାଳ ବେଶ ସୁଦୃଢ଼ ରହିଥିଲା। ତାହାର ଏଭଳି ଆଶ୍ଚର୍ଯ୍ୟଜନକ ସାହସିକତା ଦେଖି ସଂସାରବାସୀ ଆଚମ୍ବିତ ରହିଥିଲେ। କୁରେଶର ଅନେକ ଲୋକ ଏହି ନିଦର୍ଶନ ଦେଖି ମୁସଲମାନ ପାଲଟି ଯାଇଥିଲେ ଏବଂ ହୁଜୁର ସല്ലଲ୍ଲାହୁ ଆଲୈହି ወሰଲ୍ଲମ ଯେଉଁ ଭବିଷ୍ୟତବାଣୀ କରିଥିଲେ, ସର୍ବପ୍ରଥମେ ଇରାନୀମାନଙ୍କୁ ସଫଳତା ମିଳିବା ଅନ୍ତେ ମାତ୍ର କିଛି ବର୍ଷ ପରେ ରୋମୀମାନଙ୍କୁ ଭବ୍ୟ ବିଜୟ ଲାଭ ହୋଇଥିଲା। ଯେତେବେଳେ କି ଏ ପ୍ରସଙ୍ଗରେ ଭବିଷ୍ୟତବାଣୀ କରାଯାଇଥିଲା, ସେତେବେଳେ ସେମାନଙ୍କ ଅବସ୍ଥା ଅତି ଶୋଚନୀୟ ରହିଥିଲା। ରୋମର ଅର୍ଦ୍ଧପତନ ପ୍ରସଙ୍ଗରେ ସୁପ୍ରସିଦ୍ଧ ଐତିହାସବିତ୍ ଏଡୱାର୍ଡ ଗିବନ୍ ହର୍କଲର ଅବସ୍ଥା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ ରୋମର ରାଜାଧିରାଜ ନିଜର ଶେଷ ସମୟରେ ଏକ ଅସହାୟ ରାଜା ପାଲଟି ଯାଇଥିଲା। ହର୍କଲର ସ୍ୱଭାବରେ ହଠାତ୍ ବିପ୍ଳବର ସୂତ୍ରପାତ ହୋଇଥିଲା। ଘଟଣାଚକ୍ରରେ ଏଭଳି ଅଦ୍ଭୁତପୂର୍ବ ପରିବର୍ତ୍ତନ ତଥା ତାହାର ମୂଳ କାରଣ ପ୍ରସଙ୍ଗରେ ରୋମର ଇତିହାସ ପୃଷ୍ଠାରେ ବିସ୍ତାରିତ ଭାବରେ ବେଶ ଅଜବ ଅଜବ କାହାଣୀ ରଚନା କରାଯାଇଛି। କିନ୍ତୁ ଗିବନ୍ ଉଲ୍ଲେଖ କରିଛନ୍ତି ଯେ ସେମାନଙ୍କୁ କ'ଣ ବା ଜଣାଥିଲା ଯେ ଏହି ରକ୍ତପାତପୂର୍ଣ୍ଣ ଯୁଦ୍ଧକ୍ଷେତ୍ରରୁ କାହିଁ କେତେ ଦୂରରେ ବାସ କରୁଥିବା ଜଣେ ଈଶ୍ୱର ଦୂତଙ୍କ ହସ୍ତ ନା ରୋମୀମାନଙ୍କ ସାହାଯ୍ୟ ପାଇଁ ପ୍ରଶସ୍ତ ହୋଇଥିଲା, ନା ତାହା ହିଁ ସେହି ମହାବିପ୍ଳବ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିବାର ସର୍ବବୃହତ ଆଧ୍ୟାତ୍ମିକ ହେତୁ ସାବ୍ୟସ୍ତ ହୋଇଥିଲା। ମୁସ୍ତାଦରିକ୍ ଓ ଜାମେ ତିର୍ମିଜି ଦୁଇଟି ହଦିସରେ ଉଲ୍ଲେଖ ରହିଛି ଯେ ରୋମ ଓ ପାରସ୍ୟ ମଧ୍ୟରେ ଯେତେବେଳେ ଯୁଦ୍ଧର ସୂତ୍ରପାତ ହେଲା, ସେତେବେଳେ ଅମାନ୍ୟକାରୀମାନେ ପାରସ୍ୟବାସୀଙ୍କ ସପକ୍ଷରେ ଥିଲେ, କାରଣ ପାରସ୍ୟବାସୀ ପ୍ରତିମା ପୂଜକ ଥିଲେ ଏବଂ ମୁସଲମାନମାନେ ରୋମୀମାନଙ୍କର ସମର୍ଥନ କରୁଥିଲେ, କାରଣ ସେମାନେ ଗ୍ରନ୍ଥଧାରୀ ଥିଲେ। ଅନେକ ଯୁବକ ଓ ଯୁବାବସ୍ଥାରେ ପଦାର୍ପଣ କରୁଥିବା ପିଲାମାନେ ମୋତେ ପତ୍ର ଲେଖୁଛନ୍ତି, ଆମକୁ କିପରି ଜ୍ଞାତ ହେବ ଯେ ଇସଲାମ ଏକ ସତ୍ ଧର୍ମ ଏବଂ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି वसल्लम ଜଣେ ସତ୍ୟବାଦୀ ନବୀ। ଏଠାକାର ପରିବେଶ ସେମାନଙ୍କ ଉପରେ ପ୍ରଭାବ ବିସ୍ତାର କଲାଣି। ସେମାନଙ୍କୁ ଅଣ ଅହମଦୀଙ୍କ ମନ୍ତବ୍ୟ ଓ ପବିତ୍ର କୁରାନର ଭବିଷ୍ୟତବାଣୀ ପ୍ରତି ଦୃଷ୍ଟି ନିକ୍ଷେପ କରିବା ଉଚିତ। ପିତାମାତା ନିଜେ ଅଧ୍ୟୟନ କରିବା ସହିତ ନିଜ ସନ୍ତାନମାନଙ୍କୁ ସେହି ଭବିଷ୍ୟତବାଣୀ ଗୁଡ଼ିକ ଦେଖାନ୍ତୁ ଏବଂ ସେମାନଙ୍କୁ ଏହା ବୁଝାନ୍ତୁ ଯେ କିପରି ଏସବୁ ଇସଲାମର ସତ୍ୟତା ପ୍ରତିପାଦନ କରୁଅଛି। ଅଭିଭାବକ ଓ ସେମାନଙ୍କ ଯୁବପିଢ଼ିଙ୍କୁ ନିଜ ଜ୍ଞାନରେ ଅଭିବୃଦ୍ଧି କରିବା ଆବଶ୍ୟକ। କେବଳ ପ୍ରଶ୍ନ କରିଦେବା ଯଥେଷ୍ଟ ନୁହେଁ। ଯଦି ପ୍ରଶ୍ନ ପଚାରିବାକୁ ଆଗେଇ ଆସୁଛନ୍ତି, ତେବେ ସର୍ବପ୍ରଥମେ ଜ୍ଞାନ ଆହରଣ କରନ୍ତୁ, ନିଜ ଜ୍ଞାନରେ ଅଭିବୃଦ୍ଧି କରନ୍ତୁ। ଆମର ଅନ୍ତଃବିଭାଗ ଗୁଡ଼ିକୁ ମଧ୍ୟ ଏହି ବିଷୟରେ ପରିପ୍ରେକ୍ଷୀରେ ସକ୍ରିୟ ହେବା ଉଚିତ। ଏହି ପ୍ରଶ୍ନ ମୋତେ ଅନେକ ଥର କରାଯାଇଛି, ତେଣୁ ଏଠାରେ ଏଥି ସମ୍ବନ୍ଧରେ ସ୍ପଷ୍ଟୀକରଣ କରିଦେବା ଜରୁରୀ ଥିଲା।
ବର୍ତ୍ତମାନ ମୁଁ ମୂଳ ବିଷୟବସ୍ତୁ ଆଡ଼କୁ ଆସୁଛି। ବଦର ଯୁଦ୍ଧ ପ୍ରବାସର ପ୍ରଥମ ବର୍ଷ ଓ ନବୁଅତ୍ର 14ତମ ବର୍ଷରେ ଘଟିଥିଲା। ତାହାର 9 ବର୍ଷ ପୂର୍ବରୁ ଓ ନବୁଅତ୍ର 5ମ ବର୍ଷ ଏହା ଘଟିଥିଲା। ଏହି ଦୃଷ୍ଟିକୋଣରୁ ଭବିଷ୍ୟତବାଣୀର ଅବଧି ନବୁଅତ୍ର 5ମ ବର୍ଷ ଓ ତାହାର ପୂରଣ ହେବାର କାଳ ନବୁଅତ୍ର 14ତମ ବର୍ଷ ଅର୍ଥାତ୍ ହିଜରତର ପ୍ରବାସର ପ୍ରଥମ ବର୍ଷ ଅଟେ। କେତେକ ଲୋକ ଉକ୍ତ ଭବିଷ୍ୟତବାଣୀ ପୂରଣ ହେବାର ଯୁଗ ସୁଲାହ ହୁଦେବିୟା ବର୍ଷ ବୋଲି ଦର୍ଶାଇଥାନ୍ତି, ଅର୍ଥାତ୍ 6 ହିଜ୍ରୀ ବର୍ଣ୍ଣନା କରିଥାନ୍ତି, କିନ୍ତୁ ଏହା ଠିକ୍ ନୁହେଁ। ସମ୍ଭବତଃ ସହି ବୁଖାରୀ ଆଦିରେ ଏହା ଉଲ୍ଲେଖ ଥିବାରୁ ସେମାନେ ଭ୍ରମିତ ହୋଇଛନ୍ତି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସନ୍ଦେଶବାହକ ଯେତେବେଳେ ଇସଲାମର ବାର୍ତ୍ତା ନେଇ କେସର ନିକଟକୁ ଯାଇଥିଲେ, ସେତେବେଳେ ସେ ବିଜୟର କୃତଜ୍ଞତା ଜ୍ଞାପନ କରିବା ସକାଶେ ସିରିଆ ଆସିଥିଲେ, ଅର୍ଥାତ୍ ପାରସ୍ୟମାନଙ୍କୁ ପରାଜିତ କରିବା ଫଳରେ ସେ ଏହି କୃତଜ୍ଞତା ଜ୍ଞାପନ କରିବା ସକାଶେ ହରକଲ ସିରିଆ ଆସିଥିଲା। ସନ୍ଦେଶବାହକ ସୁଲାହ ହୁଦେବିୟା ସମୟରେ ସେଠାକୁ ଯାଇଥିଲେ। ତେଣୁକରି ଲୋକମାନେ ଏହି ଭ୍ରମ ଧାରଣାର ଶିକାର ହୋଇଛନ୍ତି, କିନ୍ତୁ ଅସଲରେ ଉକ୍ତ ସମୟ ତାହାର ବିଜୟର ନଥିଲା, ବରଂ ବିଜୟ ତ ବହୁ ପୂର୍ବରୁ ତାଙ୍କୁ ହାସଲ ହୋଇଯାଇଥିଲା, କିନ୍ତୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ସେତେବେଳେ ସେ ସିରିଆ ଆସିଥିଲା। ଆନନ୍ଦ ଉତ୍ସବ ପାଳନ କରିବା ସକାଶେ ସେ ସେଠାକୁ ଆସିଥିଲା। ଇତିହାସରୁ ପ୍ରମାଣିତ ଯେ 609 ଖ୍ରୀଷ୍ଟାବ୍ଦରେ ପୁଣ୍ୟଶ୍ଳୋକ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କର ଆବିର୍ଭାବ ହୋଇଥିଲା। 610 ଖ୍ରୀଷ୍ଟାବ୍ଦରେ ପାରସ୍ୟବାସୀ ଓ ରୋମବାସୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ଏବଂ 613 ଖ୍ରୀଷ୍ଟାବ୍ଦରେ ଦୁଇ ଦେଶ ପରସ୍ପର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ। 614 ଖ୍ରୀଷ୍ଟାବ୍ଦରୁ ରୋମୀମାନେ ପତିତ ହୋଇବା ଆରମ୍ଭ ହୋଇଥିଲା ତାଙ୍କର ଏବଂ 616 ଖ୍ରୀଷ୍ଟାବ୍ଦରେ ରୋମୀମାନେ ବିଶଦ ରୂପେ ପରାଜୟ ବରଣ କରିଥିଲେ, କିନ୍ତୁ 622 ଖ୍ରୀଷ୍ଟାବ୍ଦରେ ରୋମୀମାନେ ପୁନଶ୍ଚ ଆକ୍ରମଣ କରିବା ଆରମ୍ଭ କଲେ। 623 ଖ୍ରୀଷ୍ଟାବ୍ଦରେ ସେମାନେ ବିଜୟର ସ୍ୱାଦ ଆସ୍ୱାଦନ କରିବା ଆରମ୍ଭ କଲେ। ଅନ୍ତତଃ 625 ଖ୍ରୀଷ୍ଟାବ୍ଦରେ ସେମାନଙ୍କୁ ଅର୍ଥାତ୍ ରୋମୀମାନଙ୍କୁ ପୂର୍ଣ୍ଣ ରୂପେ ବିଜୟ ଲାଭ ହୋଇଥିଲା। ଏହି କ୍ରମଶଯ୍ୟାକୁ ଦେଖିଲେ ସେହି ଭବିଷ୍ୟତବାଣୀର ବିଶେଷତା ଦୃଶ୍ୟମାନ ହୋଇଥାଏ, ଅର୍ଥାତ୍ ପ୍ରମାଣ ସିଦ୍ଧ ହୋଇଥାଏ ଯେ ରୋମୀମାନଙ୍କ ପରାଜିତ ହେବାଠାରୁ ପ୍ରାରମ୍ଭିକ ବିଜୟ ଲାଭ କରିବାର ଅବଧି ସମାନ 9 ବର୍ଷ ଅଟେ। ଆଉ ଯଦି ଅନ୍ତିମ ପରାଜୟ ଠାରୁ ପ୍ରାରମ୍ଭିକ ବିଜୟ ଲାଭ କରିବା ପର୍ଯ୍ୟନ୍ତ ଅବଧିର ଗଣନା କରାଯାଏ, ତେବେ ମଧ୍ୟ ତାହା 9 ବର୍ଷ ହିଁ ହୋଇଥାଏ। ସେହି ବିଜୟ ଲାଭ ପରେ ହରକଲ ପୁନର୍ବାର ବିଳାସଭୋଗୀ ଓ ଆଳସ୍ୟ ପସନ୍ଦ ଶାସକ ପାଲଟି ଯାଇଥିଲା। ଏପରି ପ୍ରତୀତ ହେଉଥିଲା ଯେମିତି ପ୍ରକୃତିର ହସ୍ତ କିଛି ବର୍ଷ ପାଇଁ ତାର ବୁଦ୍ଧିଜ୍ଞାନ ନେତ୍ରକୁ ଚେଇଁ ଦେଇଥିଲା ଓ ଭବିଷ୍ୟତବାଣୀ ପରେ ତାହାକୁ ଭୋଳାପଣ ଓ ଅୟସର ସେଜରେ ଶୁଆଇ ଦେଇଥିଲା। ଏହା ମଧ୍ୟ ଶିବଲି ନୁମାନି ନିଜ ଇତିହାସ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ରୋମୀମାନଙ୍କ ବିଜୟ ପ୍ରସଙ୍ଗରେ ଇତିହାସରେ ଯେଉଁ ମତଭେଦ ରହିଛି, ତାହାକୁ ହଜରତ ମିର୍ଜା ବଶୀର ଅହମଦ ସାହେବ ଏପରି ସମାଧାନ କରିଛନ୍ତି। କେତେକ ବର୍ଣ୍ଣନା ଅନୁଯାୟୀ ରୋମର ବିଜୟ ସୁଲାହ ହୁଦେବିୟାର କାଳରେ ହିଁ ହୋଇଥିଲା, କିନ୍ତୁ ଏହି ଉଭୟ ବର୍ଣ୍ଣନା ବିପରୀତ ବୋଧକ ନୁହେଁ, କାରଣ ରୋମର ବିଜୟ କାଳ ବଦର ଯୁଦ୍ଧରୁ ଆରମ୍ଭ କରି ସୁଲାହ ହୁଦେବିୟା ପର୍ଯ୍ୟନ୍ତ ଅଟେ। ଏହି ପ୍ରସଙ୍ଗରେ ହଜରତ ମୁସଲେ ମଉଦ ରଜିୟା ତାଲା କୁହନ୍ତି, ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लम ଏବେ ମକ୍କାରେ ହିଁ ଅବସ୍ଥାନ କରୁଥିଲେ। ଆରବରେ ଏହି ଖବର ପ୍ରଘଟ ହୋଇଗଲା ଯେ ପାରସ୍ୟମାନେ ରୋମୀମାନଙ୍କୁ ପରାଜିତ କରିଦେଇଛନ୍ତି। ଏଥିରେ ଆରବର ଅମାନ୍ୟକାରୀମାନେ ଅତି ପ୍ରସନ୍ନିତ ହୋଇ ଉଠିଲେ, ପ୍ରଫୁଲ୍ଲିତ ହୋଇ ଉଠିଲେ କି ଆମେ ଅନେକ ଈଶ୍ୱରବାଦୀ ଏବଂ ଇରାନୀମାନେ ମଧ୍ୟ ପାରସ୍ୟମାନେ ମଧ୍ୟ ଅନେକ ଈଶ୍ୱରବାଦୀ, ଅର୍ଥାତ୍ ସେ ଆମର ସହଧର୍ମୀ ଏବଂ ଇରାନୀମାନେ
ରୋମୀମାନଙ୍କୁ ପରାଜିତ କରିବା ସେମାନେ ନିଜ ପାଇଁ ଶୁଭଙ୍କର ମନେ କରୁଥିଲେ ଏବଂ ସେମାନେ ଏହାର ଅର୍ଥ ଏହା ବୁଝୁଥିଲେ ଯେ ଖୁବ୍ ଶୀଘ୍ର ଆମେ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଉପରେ ମଧ୍ୟ ବିଜୟ ଲାଭ କରିନେବୁ। କିନ୍ତୁ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପରମେଶ୍ୱର ତାଙ୍କୁ ସୂଚିତ କରିଦେଇଥିଲେ ଯେ ଅଲିଫ୍ ଲାମ୍ ମିମ୍ ଗୁଲିବତିର୍ ରୋମ୍ ଫି ଅଦନଲ୍ ଆର୍ଜି ୱହୁମ୍ ମିନ୍ ବାଦି ଗଲବିହିମ୍ ସାୟଗ୍ଲିବୁନ୍ ବିଜ୍ଆ ସିନିନ୍, ଯେ ରୋମୀମାନଙ୍କୁ ନିଃସନ୍ଦେହ ରୂପେ ପରାଜୟ ବରଣ କରିବାକୁ ପଡ଼ିଛି, କିନ୍ତୁ ଏହି ପରାଜୟ ଚିରକାଳ ପାଇଁ ନୁହେଁ, ବରଂ ଖୁବ୍ ଶୀଘ୍ର ସେମାନେ ପାରସ୍ୟମାନଙ୍କୁ ପରାଜିତ କରିଦେବେ, ସେମାନଙ୍କ ଉପରେ ବିଜୟ ଲାଭ କରିନେବେ। ଏହି ଭବିଷ୍ୟତବାଣୀ ପ୍ରକାଶିତ ହେବା ଫଳରେ ବଡ଼ ବଡ଼ ଧର୍ମଚାର୍ଯ୍ୟମାନେ ପରିହାସ କରିବାକୁ ଲାଗିଲେ। ଏପରିକି ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ କେତେକ ଅମାନ୍ୟକାରୀଙ୍କ ସହିତ ଶହେ ଶହେ ଓଟ ସର୍ତ୍ତରେ ଲଗାଇଦେଲେ ଯେ ଯଦି ଏଭଳି ଘଟେ ତାହେଲେ ଆମେ ତୁମକୁ ଏଭଳି ଉପହାର ପ୍ରଦାନ କରିବୁ, ଅର୍ଥାତ୍ 100 ଓଟ ପ୍ରଦାନ କରିବୁ ସର୍ତ୍ତ ହାରିବା ଅବସ୍ଥାରେ। ତେବେ ଯଦିଚ ଏହି ଘଟଣା ଅସମ୍ଭବ ମନେ ହେଉଥିଲା, ଏହି ଭବିଷ୍ୟତବାଣୀ ଅସମ୍ଭବ ମନେ ହେଉଥିଲା, କିନ୍ତୁ ପରାକ୍ରମୀ ଅଲ୍ଲାହଙ୍କର ଏହା ହିଁ ଧାର୍ଯ୍ୟ ବିଧାନ ଥିଲା। ସିରିଆରେ ରୋମୀମାନଙ୍କୁ ପରାଜୟ ବରଣ କରିବା ପରେ ରୋମୀ ସୈନ୍ୟ ସାମନ୍ତ କ୍ରମାଗତ ଭାବରେ ପଛଘୁଞ୍ଚା ଦେଇ ଚାଲିଥିଲେ। ଏପରିକି ପାରସ୍ୟ ସୈନ୍ୟବାହିନୀ ମର୍ମରାଚିକ୍ ପର୍ଯ୍ୟନ୍ତ ସେମାନଙ୍କୁ ପଛଘୁଞ୍ଚା ଦେବା ପାଇଁ ବିବଶ କରିଦେଇଥିଲେ ଏବଂ ମର୍ମରାଚିକ୍ ପର୍ଯ୍ୟନ୍ତ ଅଞ୍ଚଳକୁ ସେମାନେ ନିଜ ଅଧୀନସ୍ଥ କରିନେଇଥିଲେ। କୁସ୍ତୁନ୍ତୁନିଆ ପର୍ଯ୍ୟନ୍ତ, ଏସିଆ ମହାଦେଶର କୁସ୍ତୁନ୍ତୁନିଆ ପର୍ଯ୍ୟନ୍ତ ସେମାନେ ନିଜର ଆଧିପତ୍ୟ ବିସ୍ତାର କରିନେଇଥିଲେ। ରୋମର ମହାଶକ୍ତି ସେମାନଙ୍କର ସାମ୍ରାଜ୍ୟ, ପ୍ରଶସ୍ତ ସାମ୍ରାଜ୍ୟ ଗୋଟିଏ ଛୋଟ ପ୍ରଦେଶ ମଧ୍ୟରେ ସଙ୍କୁଚିତ ହୋଇଯାଇଥିଲା, କିନ୍ତୁ ପରମେଶ୍ୱର ଅଲ୍ଲାହଙ୍କ ବାଣୀ ଅଟଳ ଅବିଚଳ, ଯାହାକି ନିଶ୍ଚିତ ରୂପେ ପୂରଣ ହେବା ଜରୁରୀ ଥିଲା। ଅତି ନିରାଶୟ ଅବସ୍ଥାରେ ରୋମର ରାଜା ନିଜ ସିପାହୀମାନଙ୍କୁ ସାଥିରେ ଧରି ଶେଷରେ କୁସ୍ତୁନ୍ତୁନିଆ ଆଡ଼କୁ ବାହାରିଲେ ଏବଂ ଏସିଆର ଉପକୂଳ ମଧ୍ୟ ଦେଇ ସେମାନେ ଅଗ୍ରସର ହେଲେ ଏବଂ ଇରାନୀମାନଙ୍କ ସହିତ ଏକ ନିର୍ଣ୍ଣାୟକ ଯୁଦ୍ଧ ସଂଗଠିତ ହେଲା। ଶେଷରେ ରୋମୀ ସିପାହୀମାନେ ଯଦିଚ ସଂଖ୍ୟାରେ ଓ ଯୁଦ୍ଧ ସାମଗ୍ରୀରେ ଖୁବ୍ କମ୍ ମାତ୍ରାରେ ଥିଲେ, ତଥାପି ପବିତ୍ର କୁରାନର ଭବ୍ୟ ଭବିଷ୍ୟତବାଣୀ ଅନ୍ତର୍ଗତ ସେମାନେ ଇରାନୀମାନଙ୍କ ଉପରେ ଏଭଳି ଆକ୍ରମଣ କଲେ ଯେ ସେମାନେ ବିକ୍ଷିପ୍ତ ହୋଇଗଲେ, ସେମାନଙ୍କର ଅଣ୍ଟା ଭାଙ୍ଗିଗଲା ଏବଂ ରଣକ୍ଷେତ୍ର ରୋମୀମାନଙ୍କ ହାତ ମୁଠାକୁ ଚାଲି ଆସିଥିଲା ଏବଂ ନିଜର ସମସ୍ତ ହରାଇଥିବା ଅଞ୍ଚଳ ସେମାନେ ଫେରି ପାଇଥିଲେ, ନିଜ ଅଧୀନସ୍ଥ କରିନେଇଥିଲେ। ହଜରତ ମସିହ ମାଉଦ ଆଲୈହିସ୍ସଲାତୁ ୱସ୍ସଲାମ ଏଥି ସଂକ୍ରାନ୍ତରେ କୁହନ୍ତି, ଯେତେବେଳେ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ଅବୁ ଜହେଲ ସହିତ ପବିତ୍ର କୁରାନର ଭବିଷ୍ୟତବାଣୀ ଅନ୍ତର୍ଗତ ସର୍ତ୍ତ ଲଗାଇଲେ, ଅର୍ଥାତ୍ ଆୟତ ଅଲିଫ୍ ଲାମ୍ ମିମ୍ ଗୁଲିବତିର୍ ରୋମ୍ ଫି ଅଦନଲ୍ ଆର୍ଜି ୱହୁମ୍ ମିନ୍ ବାଦି ଗଲବିହିମ୍ ସାୟଗ୍ଲିବୁନ୍ ବିଜ୍ଆ ସିନିନ୍, ଅର୍ଥାତ୍ 3 ବର୍ଷର ସମୟକାଳ ମଧ୍ୟରେ ଏହି ଭବିଷ୍ୟତବାଣୀ ପୂରଣ ହେବାର ସେ ଆକଳନ କରିଥିଲେ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଦୂରଦର୍ଶିତା ଯୋଗୁଁ ସେ ଏହି ସର୍ତ୍ତର ସମୟକାଳକୁ ପରିବର୍ତ୍ତନ କରିଥିଲେ
ଅର୍ଥାତ୍ ହଜରତ ଅବୁ ବକର ସିଦ୍ଦିକ ରଜିୟତାଲା ବିଜା ସିନିନ୍ର ଶବ୍ଦ ଯାହାକି ଯଥାର୍ଥପୂର୍ଣ୍ଣ ଥିଲା ତାହାକୁ 9 ବର୍ଷ ପର୍ଯ୍ୟନ୍ତ 9 ବର୍ଷର ଅବଧି ପର୍ଯ୍ୟନ୍ତ ବର୍ଦ୍ଧିତ କରିଦେଇଥିଲେ। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଆମ ପ୍ରିୟ ମୁନିବ ହଜରତ ମହମ୍ମଦ ମୁସ୍ତାଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ କାଳରେ ପାରସ୍ୟବାସୀ ଅନେକ ସ୍ୱରବାଦୀ ଥିଲେ ଏବଂ କେଶର ରୋମ ଏକ ସ୍ୱରବାଦୀ ଥିଲା। ସେମାନେ ମରିୟମ ପୁତ୍ର ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ମଣୁନଥିଲେ। ଏହି ପ୍ରାସଙ୍ଗିକତାରେ ଉକ୍ତ ଆୟତ ଅବତୀର୍ଣ୍ଣ ହୋଇଥିଲା ଯେତେବେଳେ ରୋମୀମାନଙ୍କ ଭିତ୍ତିଭୂମି ଉପୁଡ଼ି ପଡ଼ିଥିଲା ଏବଂ ସେମାନେ ପୂର୍ଣ୍ଣ ରୂପେ ଧରାଶାୟୀ ହୋଇଯାଇଥିଲେ। ଏପରି ଦାରୁଣ ଦୁଃଖ ସମୟରେ ପରାକ୍ରମୀ ପରମେଶ୍ୱର ତାଙ୍କୁ ବିଜୟର ସୁସମାଚାର ପ୍ରଦାନ କରିଥିଲେ ଯେ ଯେତେବେଳେ ମୁସଲମାନମାନଙ୍କୁ ବିଜୟ ଲାଭ ହେବ ସେତେବେଳେ ରୋମୀମାନେ ମଧ୍ୟ ଜୟଯୁକ୍ତ ହେବେ। ଆଉ ଯେତେବେଳେ ତାହା ସମ୍ମୁଖରେ ମସିହ ଅର୍ଥାତ୍ ମରିୟମ ନନ୍ଦନ ମସିହଙ୍କ ଚର୍ଚ୍ଚା ପବିତ୍ର କୁରାନର ବାଣୀ ଅନ୍ତର୍ଗତ ଉପସ୍ଥାପନ କରାଗଲା ସେତେବେଳେ ସେ କହିଲା ଯେ ମୋ ମତରେ ମସିହଙ୍କ ସ୍ତର ଯାହାକି ଆପଣ ଉପସ୍ଥାପନ କଲେ ତାଠାରୁ ତିଳେ ମାତ୍ର ଅଧିକ ନୁହେଁ ଯାହାକି କୁରାନ ବର୍ଣ୍ଣନା କରୁଅଛି। ହଦିସରେ ମଧ୍ୟ ଏହାର ସାକ୍ଷ୍ୟ ଦିଆଯାଇଛି। ସହି ବୁଖାରୀରେ ଏଥି ସମ୍ବନ୍ଧରେ ବର୍ଣ୍ଣନା ରହିଛି ଏବଂ ଏହା ସେହି ବାଣୀ ଯାହାକି ତରାତରେ ମଧ୍ୟ ଉଲ୍ଲେଖ ରହିଛି। ଏହି ଦୃଷ୍ଟିରୁ ଅବତାରଙ୍କ ଠାରୁ ବଳି ଆଉ କିଛି ନାହିଁ ଯାହାକି ପବିତ୍ର କୁରାନରେ ଅବତୀର୍ଣ୍ଣ ହୋଇଛି ଅର୍ଥାତ୍ ସେହି ଭବିଷ୍ୟବାଣୀ କି ଅଲିଫ୍ ଲାମ୍ ମିମ୍ ଗଲିବତୁର ରୋମ ଫି ଆଦନେ ଅର୍ଜେ ସମ୍ପୃକ୍ତ ଆୟତଟି ଯାହାକି ମୁଁ ଉପରେ ଉପସ୍ଥାପନ କରି ଆସିଲି। ଖ୍ରୀଷ୍ଟଧର୍ମୀମାନେ ଅତ୍ୟନ୍ତ ଅଭଦ୍ର ଓ ଦୁଷ୍ଟ ବ୍ୟକ୍ତିଙ୍କ ପରି ଏହି ଅଶିଷ୍ଟତା କରିଥାନ୍ତି ଯେ ହଜରତ ମୁହମ୍ମଦ ମୁସ୍ତାଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଏହି ଉଭୟ ସାମ୍ରାଜ୍ୟ ଅର୍ଥାତ୍ ରୋମ ଓ ପାରସ୍ୟର ଶକ୍ତି ଓ ସାମର୍ଥ୍ୟର ଆକଳନ କରିନେଇଥିଲେ ଏବଂ ଆପଣଙ୍କ ପାରଦର୍ଶିତା ମାଧ୍ୟମରେ ଆପଣ ଏହି ଭବିଷ୍ୟବାଣୀ କରିଥିଲେ। ଆମେ କହିଥାଉ ଏହାର ଉତ୍ତରରେ ଯେ ଯଦି ଏହା ଠିକ୍ ତେବେ ମସିହ ଯେଭଳି ରୋଗୀମାନଙ୍କୁ ଚାହିଁଦେଲେ ସେ ସୁସ୍ଥ ହୋଇଯାଉଥିଲେ, ଆରୋଗ୍ୟ ଲାଭ କରୁଥିଲେ, ତାହାର ରୋଗ ଦୂର ହୋଇଯାଉଥିଲା, ତେବେ ଏହି ସାମଞ୍ଜସ୍ୟ ଉକ୍ତ ଆପତ୍ତିର ଉତ୍ତର ଅଟେ ଯାହାର ଉତ୍ତର ଆପଣ ପ୍ରଦାନ କରିଛନ୍ତି। ଅର୍ଥାତ୍ ଯେଭଳି ସେମାନେ ଆପତ୍ତି କରୁଥିଲେ ଅର୍ଥାତ୍ ଖ୍ରୀଷ୍ଟଧର୍ମୀମାନେ ତାହାର ପ୍ରତିରୋଧରେ ତାଙ୍କୁ ଏହି ଉତ୍ତର ଦିଆଯାଇଛି ଯେ ସତରେ କ'ଣ ମସିହ ରୋଗୀଙ୍କୁ ଦେଖିଲା ମାତ୍ରେ ବା ଚାହିଁଦେଲେ ତାର ରୋଗ ଉପଶମ ହୋଇଯାଉଥିଲା? ଆଉ ଯଦି ଏହା ସତ୍ୟ ତାହେଲେ ଆହଁସଙ୍କ ଠାରେ ମଧ୍ୟ ସେହି ପାରଦର୍ଶିତା ଥିଲା ଯେ ସେ ଏଭଳି ଭବିଷ୍ୟବାଣୀ କରିଦେଇଥିଲେ। ବିନା ପ୍ରଭୁଙ୍କର ଆଦେଶରେ ସେ ଏଭଳି ଭବିଷ୍ୟତବାଣୀ କରିଦେଇଥିଲେ ଯାହାକି ଭବିଷ୍ୟତରେ ଘଟିବାର ଥିଲା। ଏପରି ସମସ୍ତ ଚମତ୍କାର ଓ ନିଦର୍ଶନ ତାଙ୍କ ହାତମୁଠାରୁ ଚାଲି ଯାଇଥାଏ ଅର୍ଥାତ୍ ଈସା ଆଲୈହିସ୍ସଲାମଙ୍କ ହାତରୁ ଯାହାକି ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଯଦି ଏ ସମସ୍ତ ଚମତ୍କାର ସେ ସ୍ୱୟଂ ପ୍ରଦର୍ଶିତ କରିଥିଲେ ଏବଂ ଏଥିରେ ପ୍ରଭୁଙ୍କର କୌଣସି ହାତ ନଥିଲା ତେବେ ୟୌମାଇଜିନ୍ ୟଫ୍ରହୁଲ ମୁମିନୁନ୍ ସେହିଦିନ ବିଶ୍ୱାସକାରୀମାନଙ୍କୁ ଦୁଇଟି ଆନନ୍ଦ ପ୍ରାପ୍ତ ହେବ। ଗୋଟିଏ ବଦର ଯୁଦ୍ଧରେ ବିଜୟ ଫଳରେ ଆଉ ଅନ୍ୟଟି ରୋମୀବାସୀଙ୍କର ବିଜୟ ହେବା ଭବିଷ୍ୟତବାଣୀ ପୂରଣ ହେବା ଫଳରେ ତାଙ୍କୁ ଏହି ଆନନ୍ଦ ଲାଭ ହେବ। ଆଉ ଯଦି ଏହି ଆପତ୍ତି କରାଯାଏ ଯେ ଉକ୍ତ ଯୁଦ୍ଧକୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ସ୍ୱଚକ୍ଷୁରେ ଦେଖି ନେଇଥିଲେ ତେବେ ବଦର ଯୁଦ୍ଧ
ଯାହାକି ଏପରି ଅବସ୍ଥାରେ ମୁସଲମାନମାନେ ଲଢ଼ିଥିଲେ, ଯାହାର ସୁସମାଚାର ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ପୂର୍ବରୁ ହିଁ ପ୍ରଦାନ କରି ଦିଆଯାଇଥିଲା ଏବଂ ରୋମୀମାନଙ୍କର ବିଜୟ ସମ୍ପର୍କରେ ମଧ୍ୟ ସୂଚିତ କରି ଦିଆଯାଇଥିଲା। ସେଥି ସଂକ୍ରାନ୍ତରେ ପବିତ୍ର କୁରାନରେ ଅଧିକ ବ୍ୟାଖ୍ୟା ରହିଛି ଯେ ରୋମ ଓ ପାରସ୍ୟ ଉଭୟ ସାମ୍ରାଜ୍ୟ ପବିତ୍ର କୁରାନର ଏକ ଭବ୍ୟ ଭବିଷ୍ୟତବାଣୀ ଅନ୍ତର୍ଗତ ବାସ୍ତବରେ ପୂରଣ ହେବ ଏବଂ ଏହି ଭବିଷ୍ୟତବାଣୀ ସେତେବେଳେ ଆଲ୍ଲାହ ତାଆଲା ନିଜ ପ୍ରିୟ ଅବତାରଙ୍କୁ ପ୍ରଦାନ କରିଥିଲେ ଯେତେବେଳେ କି ଅଗ୍ନିପୂଜକମାନେ ଓ ତାଙ୍କର ଶକ୍ତି ସାମର୍ଥ୍ୟ ଚରମ ସୀମାରେ ପହଞ୍ଚି ଯାଇଥିଲା ଏବଂ ସେମାନେ ରୋମୀମାନଙ୍କୁ ଅର୍ଥାତ୍ ରୋମର ସେନାବାହିନୀକୁ ତଳିତଳାନ୍ତ କରିଦେଇଥିଲେ। ଏପରି ସମୟରେ ଏଭଳି ଭବିଷ୍ୟତବାଣୀ କରିବା ଅର୍ଥାତ୍ ଘଟଣାର ସମ୍ପୂର୍ଣ୍ଣ ବିପରୀତ ବୋଧକ ଭବିଷ୍ୟତବାଣୀ କରିବା ନିଶ୍ଚିତ ରୂପେ ସେହି ମହା ପରାକ୍ରମୀ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ ବା କେହି କରିପାରିବେ ନାହିଁ। ଯେତେବେଳେ କି ପାରସ୍ୟମାନେ ରୋମୀମାନଙ୍କ ଦେଶ ଅଧିକୃତ କରି ଚାଲିଥିଲେ, ସେମାନଙ୍କୁ ପତିତ କରି ଚାଲିଥିଲେ ଏବଂ ସେମାନଙ୍କର ଏହି ବିଜୟକୁ ଦେଖି ମକ୍କାର ଅମାନ୍ୟକାରୀମାନେ ତାହାକୁ ନିଜ ପାଇଁ ଶୁଭଙ୍କର ମନେ କରୁଥିଲେ, କାରଣ ସେମାନେ ପାରସ୍ୟମାନଙ୍କର ସମର୍ଥକ ଥିଲେ। ଯେହେତୁ ପାରସ୍ୟବାସୀ ଅଗ୍ନିପୂଜକ ଥିଲେ ଏବଂ ମକ୍କାର ଅମାନ୍ୟକାରୀମାନେ ମଧ୍ୟ ମୂର୍ତ୍ତି ପୂଜକ ଥିଲେ, ତେଣୁକରି ସେମାନେ ପାରସ୍ୟବାସୀଙ୍କର ସମର୍ଥନରେ ଛିଡ଼ା ହୋଇଥିଲେ। ଏଭଳି ପ୍ରଭୁଙ୍କର ସମତୁଲ୍ୟ କରି ସେମାନେ ପ୍ରଭୁଙ୍କ ଅବତାରଙ୍କର ଅବଶୋଷଣ କରିଥିଲେ, ଯେଭଳିକି ଧର୍ମବିଧାନ ଗ୍ରନ୍ଥଧାରୀଙ୍କର ସାଦୃଶ୍ୟତା ସହିତ ସାଦୃଶ୍ୟତା ରଖିଥାଏ। ପବିତ୍ର କୁରାନରେ ଆଲ୍ଲାହ ତାଆଲା ମଧ୍ୟ ଏହି ଭବିଷ୍ୟବାଣୀ କରିଥିଲେ ଯେ ଶେଷରେ ରୋମୀ ସାମ୍ରାଜ୍ୟ ବିଜୟ ଲାଭ କରିବ। ରୋମମାନଙ୍କର ବିଜୟ ହେବା ପ୍ରସଙ୍ଗରେ ଏହି ଭବିଷ୍ୟବାଣୀ ଆଲ୍ଲାହ ତାଆଲା ନିଜ ପ୍ରିୟ ଅବତାରଙ୍କୁ ପ୍ରଦାନ କରିଥିଲେ ଏବଂ ସେମାନଙ୍କର ଅର୍ଥାତ୍ ରୋମମାନଙ୍କ ବିଜୟ ଫଳରେ ବା ବିଜୟ ହେବାକୁ ନେଇ ଏକ ସୁରତ ଅର୍ଥାତ୍ ଅଧ୍ୟାୟ ସୁରେ ରୋମ ରଖିଥିଲେ। ମକ୍କାର ଅମାନ୍ୟକାରୀମାନେ ପାରସ୍ୟମାନଙ୍କର ବିଜୟ ଲାଭ ଦେଖି ଏହା ମଣୁଥିଲେ ଏବଂ ଏହି ସଂକେତ ନିଜ ପାଇଁ ଅଭିହିତ କରିନେଇଥିଲେ ଯେ ଯେଭଳି ପାରସ୍ୟମାନେ ବିଜୟ ଲାଭ କରିଛନ୍ତି, ଆମେମାନେ ମଧ୍ୟ ସେହିପରି ମୁସଲମାନମାନଙ୍କୁ ପତିତ କରିଦେବୁ, ସେମାନଙ୍କ ଉପରେ ବିଜୟ ଲାଭ କରିବୁ। ଅତଏବ ଏଥି ସଂକ୍ରାନ୍ତରେ ପବିତ୍ର କୁରାନରେ ଅର୍ଥାତ୍ ଏହା ବିପରୀତ ପବିତ୍ର କୁରାନରେ ଏହି ଆୟତ ଅବତୀର୍ଣ୍ଣ ହୋଇଥିଲା, ଅଲିଫ୍ ଲାମ୍ ମିମ୍ ଗୁଲିବତିର୍ ରୋମ ଫି ଅଦ୍ନଲ୍ ଅର୍ଜି वहुम मिन बादी गलबिहिम सयगलिबून बिजा सिनीन। अर्थात आम्भे अल्लाह सकल विषय आगोचर, रोमीवासी पराजित होइछन्ति निकटवर्ती अंचल एवं पराजित हेबा परे पुनर्बार जयलाभ करिबे 3 ରୁ 9 वर्ष मध्यरे। वर्तमान अनुध्यान करी देखिनिय जे एही अद्भुतपूर्व ओ भव्य भविष्यतवाणी एपरि अवस्थारे करा जाइथिला जेतेबेले मुसलमान माने अति दुर्बल ओ असहाय अवस्था मध्य देई गति करुथिले। ना सेमानंक निकटरे कोनोसी युद्ध सरंजाम थिला, ना ही कोनोसी शक्ति सामर्थ्य, ना केही सेमानंक समर्थन रे छिड़ा होइथिले। एवं एपरि अवस्थारे विरोधी माने कहुथिले जे एही क्षुद्र दलटी खूब शीघ्र निपात होई जिव। एपरिकी सेमाने समय मध्य निर्धारण करि देइथिले। पुनः यौमइजिन यफ्रहुल मुमिनून कही 2टी भविष्यतवाणी अर्थात प्रतिदिन रोमी पारस्य मानंकु पराजित करिबे, सेही दिन मुसलमान माने मध्य जययुक्त होई आनंद उपभोग करिबे।
ସୁତରାଂ ଯେପରି ଏହି ଭବିଷ୍ୟତବାଣୀ କରାଯାଇଥିଲା ସେହିପରି ହିଁ ବଦର ଯୁଦ୍ଧରେ ପୂରଣ ହେଲା ଏବଂ ସେପଟେ ରୋମୀମାନଙ୍କୁ ମଧ୍ୟ ବିଜୟ ଲାଭ ହେଲା। ମହାମହିମ ହଜୁର ଅନୱର କହିଲେ, ଏହି ଘଟଣାଚକ୍ରର ଆଲୋଚନା ଇନଶାଆଲ୍ଲାହ ତାଆଲା ଆସନ୍ତାରେ ମଧ୍ୟ ଅବ୍ୟାହତ ରହିବ। ବର୍ତ୍ତମାନ ନମାଜ ପରେ ମୁଁ ଗୋଟିଏ ନମାଜ ଜନାଜା ଗାଏବ ମଧ୍ୟ ପାଠ କରାଇବି, ଯାହାକି ଶ୍ରୀମାନ ଫରାଜ ଅବ୍ଦୁଲ ୱାହିଦ ସାହେବ ୟୁକେ ନିବାସୀଙ୍କର ଅଟେ, ଯେ କି ଗତ ଦିନରେ 47 ବର୍ଷ ବୟସରେ ଇହଧ୍ୟାମ ତ୍ୟାଗ କଲେ। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସିଏ ଜନ୍ମଗତ ଇରାକର ଥିଲେ। 2012 ମସିହାରେ ବୟତ କରି ଜମାତ ଅହମଦିୟାରେ ସାମିଲ ହେଲେ। ନିଜ ପଛରେ ନିଜ ପତ୍ନୀ ଓ ଏକମାତ୍ର କନ୍ୟା ସନ୍ତାନକୁ ସେ ଛାଡ଼ି ଯାଇଛନ୍ତି। ପବିତ୍ର କୁରାନକୁ କଣ୍ଠସ୍ଥ କରିଥିଲେ। ସେ ବଡ଼ ହେବା ପରେ ଧର୍ମ ପ୍ରସଙ୍ଗରେ ବେଶ କଠୋରବାଦୀ ସାଜିଥିଲେ, ଯେପରିକି ମୁସଲମାନମାନେ କଠୋରପନ୍ଥୀ ଅର୍ଥାତ୍ କଠୋରତା ଅବଲମ୍ବନ କରିଥାନ୍ତି। ଏପରିକି ସେ ନିଜର ଟିଭି ମଧ୍ୟ ବିକ୍ରି କରିଦେଇଥିଲେ ଏବଂ ତାହାକୁ ଦେଖିବାକୁ ଅବୈଧ ମନେ କରୁଥିଲେ। ଘରୁ ସମସ୍ତ ପ୍ରକାର ଫଟୋଚିତ୍ର କାଢ଼ି ଫିଙ୍ଗି ଦେଇଥିଲେ ଏବଂ ତାହାକୁ ମଧ୍ୟ ଅର୍ଥାତ୍ ଘରେ ଲଗାଇବାକୁ ସେ ହରାମ ଅର୍ଥାତ୍ ଅବୈଧ ମନେ କରୁଥିଲେ। ସେ ଜଣେ ଭଲ ଚିତ୍ରକାର ଥିଲେ, କିନ୍ତୁ ଯେତେବେଳେ ଇସଲାମ ଧର୍ମର ଜ୍ଞାନ ଆହରଣ କଲେ, ମୌଲବୀମାନଙ୍କ ସଙ୍ଗତରେ ଆସିବା ଫଳରେ ସେ ସମ୍ପୂର୍ଣ୍ଣ ରୂପେ ଚିତ୍ରକଳାରୁ ଓହରି ଯାଇଥିଲେ। ସେଥିଅନ୍ତେ ଜଣେ ଖ୍ରୀଷ୍ଟଧର୍ମୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ତାଙ୍କ ହୃଦୟରେ ଯେଉଁ ଶଙ୍କାମାନ ରହିଥିଲା ଇସଲାମ ଧର୍ମ ପ୍ରସଙ୍ଗରେ, ତାହାକୁ ସଠିକ୍ ମନେକରି ସେ ଖ୍ରୀଷ୍ଟ ଧର୍ମାଲମ୍ବୀ ପାଲଟି ଯାଇଥିଲେ। ସେଥିଅନ୍ତେ ବହୁ ଦିନ ପରେ ଯେତେବେଳେ ଇସଲାମ ସମ୍ବନ୍ଧୀୟ ତାଙ୍କର ସନ୍ଦେହ ଦୂର କରାଗଲା, ତାଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଗଲା ଏବଂ ତାଙ୍କ ଅଭ୍ୟନ୍ତରରେ ଥିବା ନବୀ ଶ୍ରେଷ୍ଠ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लम ପ୍ରତି ପ୍ରେମ ଉଙ୍କି ମାରିଲା, ସେଥିଅନ୍ତେ ସେ ପୁନର୍ବାର ଇସଲାମ ଧର୍ମ ଗ୍ରହଣ କରିନେଲେ। ଅତି ପରିଶ୍ରମୀ ବ୍ୟକ୍ତି ଥିଲେ। ବସରାର ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକତ୍ୱ ହାସଲ କରିଥିଲେ। ସେଠାକାର ଏକ କଲେଜ ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ ଏବଂ ଇକୋନୋମିକ୍ସରେ ଅର୍ଥଶାସ୍ତ୍ରରେ ସେ ତାଲିମ ହାସଲ କରିଥିଲେ। ବିଭିନ୍ନ ଭାଷା ଶିଖିବା ପ୍ରତି ତାଙ୍କର ରୁଚି ରହିଥିଲା। ତେଣୁକରି ଅନେକ ଭାଷା ଶିଖିଥିଲେ, ଯେପରିକି ଇଂରାଜୀ, ଫ୍ରେଞ୍ଚ, ସ୍ପାନିଶ, ଜର୍ମାନୀ ଏଭଳି ଅନେକ ଭାଷା ସେ ଶିଖି ନେଇଥିଲେ। ଏପରିକି ରୁଷୀ ଭାଷା ମଧ୍ୟ ସେ ଶିଖି ନେଇଥିଲେ। 2009 ମସିହାରେ ନିଜ ପତ୍ନୀଙ୍କ ସହିତ ସେ ୟୁକେ ଆସିଗଲେ ଏବଂ ଇଂଲଣ୍ଡରେ ବସତି ସ୍ଥାପନ କଲେ। ସେଠାରେ ଆଲ୍ଲାହ ତାଆଲା ତାଙ୍କୁ ଏକ କନ୍ୟା ସନ୍ତାନ ପ୍ରଦାନ କଲେ। ଇଂଲଣ୍ଡରେ ରହିବା ଅବସ୍ଥାରେ ସୌଭାଗ୍ୟବଶତଃ ସେ MTA ଅଲ୍ ଆରବିଆ ଦେଖିବାର ସୌଭାଗ୍ୟ ଅର୍ଜନ କଲେ। ତାଙ୍କ ମନରେ ଯେଉଁ ଶଙ୍କା ରହିଥିଲା, ପ୍ରଶ୍ନ ରହିଥିଲା, ଧୀରେ ଧୀରେ ତାହାର ଉତ୍ତର ସେ ପାଇବାକୁ ଲାଗିଲେ। ଶେଷରେ ତାଙ୍କ ହୃଦୟ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ସତ୍ୟତା ତାଙ୍କ ହୃଦୟରେ ଘର କରିଗଲା ଏବଂ ସେ ଅଧିକାଂଶ ସମୟ ହଜରତ ମସିହ ମଉଦ ଆଲୈହିସ୍ସଲାମ ଓ ଆହମଦଙ୍କ ଗୁଣଗାନରେ ଯେଉଁ ସବୁ କବିତା ରହିଛି ତାହାକୁ ଆବୃତ୍ତି କରୁଥିଲେ। ଇତିମଧ୍ୟରେ ସେ ଏକଦା ସ୍ୱପ୍ନରେ ଦେଖିଲେ ଯେ ଜମାତ ଅହମଦିୟାର ଚତୁର୍ଥ ଖଲିଫା ଏକ ବଡ଼ ଧବଳ ରଙ୍ଗର ମସଜିଦରେ ଅଭିଭାଷଣ ଦେଉଛନ୍ତି ଏବଂ ଆପଣଙ୍କ ମୁଖମଣ୍ଡଳରୁ ପ୍ରକାଶମାନ
ପ୍ରସ୍ଫୁଟିତ ହେଉଛି। ସେଥି ଅନ୍ତେ ସେ ଏକ ସୁନ୍ଦର ଯୁବକକୁ ଦେଖିଲେ, ଯେ କି ଜଣେ ସାମ୍ବାଦିକ ପରି ମାଇକ୍ରୋଫୋନ୍ ଧରି ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କର ନାମକୁ ଅତି ସୁନ୍ଦର ରୂପେ ଆବୃତ୍ତି କରୁଥିଲା, ପୁନରାବୃତ୍ତି କରୁଥିଲା ଏବଂ ଆପଣଙ୍କୁ ତାଙ୍କର ଅନୁଗାମୀ ହେବା ପାଇଁ ଅନୁପ୍ରାଣିତ କରୁଥିଲା। ଶେଷରେ ସେ 2012 ମସିହାରେ ବୟତ କରି ଜମାତ ଅହମଦିୟାରେ ଅନ୍ତର୍ଭୁକ୍ତ ହୋଇଗଲେ। ଶେଫଲିଡ୍ର ଡାକ୍ତର ବିଲାଲ ତାହେର ସାହେବଙ୍କ ସହିତ ତାଙ୍କର ସମ୍ପର୍କ ସ୍ଥାପନ ହେଲା, ଯାହାଫଳରେ ସେ ବୟତ କରିଥିଲେ। ସେ ତାଙ୍କୁ ଜମାତର ବିଭିନ୍ନ ପୁସ୍ତକ ଓ ତାଙ୍କ ପ୍ରଶ୍ନର ଉତ୍ତର ଅଧ୍ୟୟନ କରିବା ପାଇଁ ଯୋଗାଇ ଦେଇଥିଲେ, ଯାହାଫଳରେ ଖୁବ୍ ଶୀଘ୍ର ତାଙ୍କର ଚିନ୍ତାଧାରା ବଦଳି ଯାଇଥିଲା ଏବଂ ଏଭଳି ସେ ନିଜର ସମସ୍ତ ପ୍ରଶ୍ନର ଉତ୍ତର ପାଇଯାଇଥିଲେ। ତାଙ୍କର ଯେଉଁ ଆପତ୍ତି ରହିଥିଲା ତାହାର ସେ ଉତ୍ତର ପାଇଯାଇଥିଲେ ଏବଂ ସେ ଜମାତ ଅହମଦିୟାରେ ସାମିଲ ହୋଇଯାଇଥିଲେ। ଅର୍ଦନରୁ ୟଜନ ବାବ ସାହେବ ଲେଖିଛନ୍ତି ଯେ ଭାଇ ଫରାଜ ଅବ୍ଦୁଲ ୱାହିଦ ସାହେବ ବହୁତ ଉତ୍ତମ ବ୍ୟକ୍ତି ଥିଲେ। ଜମାତୀୟ ପୁସ୍ତକ ଗୁଡ଼ିକର ଅଧ୍ୟୟନ କରିବା, ଶତ୍ରୁ ଓ ବିପଥଗାମୀ ମାନଙ୍କ ପ୍ରଶ୍ନର ଉତ୍ତର ଦେବାରେ ସେ ନିମଜ୍ଜିତ ରହୁଥିଲେ। ବାସ୍ତବରେ କହିବାକୁ ଗଲେ ଇସଲାମ ଓ ଅହମଦିୟତର ସେ ପ୍ରତିରକ୍ଷାକାରୀ ବ୍ୟକ୍ତି ଥିଲେ। ଫେସବୁକରେ ଅହମଦୀ ସଦସ୍ୟ ବୃନ୍ଦ ତାଙ୍କୁ ଫାରିସୁଲ ଅହମଦିୟତ ନାମରେ ଅଭିହିତ କରନ୍ତି, ଅର୍ଥାତ୍ ଅହମଦିୟତର ଜଣେ ବୀର ଯୋଦ୍ଧା ଅଶ୍ୱାରୋହୀ। ମୋର ଚକ୍ଷୁ ତାଙ୍କ ଚର୍ଚ୍ଚା କରିବାରେ ଲୋତକପୂର୍ଣ୍ଣ। ଆଲ୍ଲାହ ତାଆଲା ତାଙ୍କ ସହ କ୍ଷମା ଆଚରଣ କରନ୍ତୁ। ତମିମ ଓଦେ ସାହେବ ଲେଖିଛନ୍ତି ଯେ ଫରାଜ ସାହେବ ଅସାଧାରଣ ବ୍ୟକ୍ତିତ୍ୱର ମାଲିକ ଥିଲେ। ଅନୁସନ୍ଧାନ କରିବା, ଆରବୀ ଇଂରାଜୀ ଭାଷାରେ ତର୍ଜମା କରିବା, ଅନୁବାଦ କରିବାରେ ତାଙ୍କର ଦକ୍ଷତା ବିଚକ୍ଷଣ ଥିଲା। ଜମାତୀୟ ୱେବସାଇଟରେ ପ୍ରଶ୍ନର ଉତ୍ତର ଦେବାରେ ସେ ଜଣେ ସକ୍ରିୟ ସଦସ୍ୟ ଥିଲେ। ଆମ MTA ଦଳର ତାଙ୍କର ଉତ୍ତର ଅତ୍ୟନ୍ତ ପ୍ରମାଣଭିତ୍ତିକ ଏବଂ ସମସ୍ତ ଦିଗକୁ ପରିସରଭୁକ୍ତ କରି ନେଉଥିଲା, ଅର୍ଥାତ୍ ପ୍ରଶ୍ନକାରୀର ମନରେ ସେ ଯାହା ଚାହୁଁଥିଲା ତା ମନୋବାଞ୍ଛାକୁ ସେ ନିଜ ଉତ୍ତରରେ ପୂରଣ କରିଦେଉଥିଲେ। ସେ ତୃପ୍ତି ଲାଭ କରୁଥିଲା ତାଙ୍କ ଉତ୍ତର ଦ୍ୱାରା। ସେ ଜମାତର ସମର୍ଥନରେ ଅଣ ଅହମଦୀ ବ୍ୟକ୍ତିଙ୍କୁ ଆରବୀ ଓ ଇଂରାଜୀ ଭାଷାରେ ଉତ୍ତର ଦେଉଥିଲେ। କେତେକ ବିପଥଗାମୀ ଓ କପଟ ବିଶ୍ୱାସୀ, ଯେ କି ବିଶୃଙ୍ଖଳା ସୃଷ୍ଟିକାରୀ ପ୍ରଶ୍ନ କରୁଥିଲେ ବା ଆସୁଥିଲେ, ସେମାନଙ୍କୁ ଫରାଜ ସାହେବ ଅତ୍ୟନ୍ତ ବୁଦ୍ଧିମତାର ସହିତ ତାଙ୍କ ମନକୁ ପଢ଼ି ସେ ଉତ୍ତର ଦେଉଥିଲେ। ସେମାନଙ୍କର ମୁକାବିଲା କରିବା ପାଇଁ ସେ ପ୍ରଥମ ଧାଡ଼ିରେ ପ୍ରସ୍ତୁତ ରହୁଥିଲେ। ନିଜ କାର୍ଯ୍ୟ ଅତ୍ୟନ୍ତ ନିଷ୍ଠା ଓ ପରିଶ୍ରମର ସହିତ ସମ୍ପାଦିତ କରୁଥିଲେ। ଜମାତର ଜଣେ ନିଷ୍ଠାପର ପ୍ରତିରକ୍ଷାକାରୀ ଥିଲେ। ଡାକ୍ତର ଆୟମାନ ୱଦେ ସାହେବ କୁହନ୍ତି, ମୃତକ ଭାଇ ଫରାଜ ଅବ୍ଦୁଲ ୱାହଦାନଙ୍କର ବ୍ୟାପକ ଜ୍ଞାନ ଓ ଅସାଧାରଣ ବୁଦ୍ଧିଜ୍ଞାନ ତାଙ୍କର ପ୍ରବନ୍ଧ ଓ ଆଲେଖ୍ୟ ଦ୍ୱାରା ପ୍ରତୀତ ହୋଇଥାଏ। ସେ ଜମାତରେ ବହୁ ଅଧିକ କାଳରୁ ତ ସାମିଲ ହୋଇନଥିଲେ, ତଥାପି ଏହି ସ୍ୱଳ୍ପ ସମୟ ମଧ୍ୟରେ ଜମାତୀୟ ଚିନ୍ତାଧାରା ଓ ବିଶ୍ୱାସ ସମ୍ବନ୍ଧରେ ଗଭୀର ଜ୍ଞାନ ଆହରଣ କରି ନେଇଥିଲେ, ଯଦ୍ୱାରା ବିରୋଧୀମାନଙ୍କୁ ପ୍ରଭାବଶାଳୀ ଉତ୍ତର ଦେଇ ସେମାନଙ୍କ ମୁହଁ ବନ୍ଦ କରି ଦେଉଥିଲେ। ମୃତକଙ୍କୁ କିଛି ବର୍ଷ ହେଲା ଆମ ଆରବୀ ଡେସ୍କ ଅଧୀନ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା।
ଯେ ନିଜର ଅନ୍ତିମ ସମୟ ପର୍ଯ୍ୟନ୍ତ ବେଶ ପରିଶ୍ରମ ନିଷ୍ଠା ଓ ସକ୍ରିୟତାର ସହିତ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଏହି ବିଭାଗ ଅନ୍ତର୍ଗତ ସେ ପାଖାପାଖି 800 ପ୍ରବନ୍ଧ ଅଥବା ଆପତ୍ତିର ଉତ୍ତର ଦେବା ତାଙ୍କର ପାଣ୍ଡିତ୍ୟତାର ପ୍ରମାଣ ପ୍ରତିପାଦିତ କରୁଛି। ମେହମୁଦ କାକି ସାହେବ, ଯେ କି ଲେବନାନ ଓ ଆମେରିକା ନିବାସୀ ଅଟନ୍ତି, ସେ କୁହନ୍ତି, ମୁଁ ତାଙ୍କର ଗଭୀର ଜ୍ଞାନ ଓ ପ୍ରମାଣ ଭିତ୍ତିକ ଶୈଳୀ ଉପସ୍ଥାପନ କରିବା ଦେଖି ଅତି ପ୍ରଭାବିତ। ବିରୋଧୀମାନଙ୍କ ସହିତ ତାଙ୍କର ବାର୍ତ୍ତାଳାପ ଓ ତର୍କ କରିବାର ଯେଉଁ ଅଦ୍ଭୁତ ଶୈଳୀ ତାଙ୍କଠାରେ ବିଦ୍ୟମାନ ରହିଥିଲା ଏବଂ ସେମାନଙ୍କୁ ସମ୍ମାନଜନକ ଓ ପ୍ରେମାନୁରାଗପୂର୍ଣ୍ଣ ଭାବରେ ତାଙ୍କର ଉତ୍ତର ଦେବା, ତାଙ୍କୁ ଆଶ୍ୱସ୍ତ କରିବା, ତାଙ୍କର ଯେଉଁ ଶୈଳୀ ଥିଲା ତାହା ଅଦ୍ଭୁତପୂର୍ଣ୍ଣ। ଆଲ୍ଲାହ ତାଆଲା ମୃତକଙ୍କୁ କ୍ଷମା ପ୍ରଦାନ କରନ୍ତୁ, ତାଙ୍କ ସହ ଦୟାଚରଣ କରନ୍ତୁ, ତାଙ୍କ ପତ୍ନୀ ଓ ସନ୍ତାନଙ୍କର ସାହା ହୁଅନ୍ତୁ, ତାଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ। ମୃତକଙ୍କ ଉତ୍ତମ କାମନାଗୁଡ଼ିକୁ ଆଲ୍ଲାହ ତାଆଲା ପୂରଣ କରନ୍ତୁ, ତାଙ୍କ ଦୁଆ ସ୍ୱୀକାର କରନ୍ତୁ। ଆଲ୍ଲାହ ତାଆଲା ଜମାତକୁ ଏପରି ନିଷ୍ଠାବାନ ଓ ଉତ୍ତମ ପ୍ରତିବଦଳ ପ୍ରଦାନ କରନ୍ତୁ। ନମାଜ ଜୁମ୍ମା ପରେ ମୁଁ ଆଙ୍କର ନମାଜ ଜନାଜା ଗାଏ ପାଠ କରାଇବି। नमाज के बाद इंशाल्लाह जैसा मैंने कहा नमाज जनाजा अदा करूँगा। अल्हम्दुलिल्लाह नहमदुहु व नस्तईनुहु ونستغفره ونؤمن به ونتوكل عليه ونعوذ بالله من شرور أنفسنا ومن سيئات أعمالنا من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر